ରାଣୀମା ଆସନ୍ତୁ, ମୁଁ ଆପଣଙ୍କର ଖାଇବା ବାଢ଼ି ଦେଇଛି। ଆଚ୍ଛା ଠିକ୍ ଅଛି, ଆଜି ମୋ ମନ ପସନ୍ଦର ଖାଇବା ରାନ୍ଧିଛ ତ? ହଁ ରାଣୀମା, ଆଜିର ସବୁ ଖାଇବା ଆପଣଙ୍କର ମନ ପସନ୍ଦର ହିଁ ହେଇଛି। ବାଃ, ଖାଇବା ସବୁ ବହୁତ ବଢିଆ ହେଇଛି। ଯାଅ ଯାଅ, ମୋ ପାଇଁ ଆଉ ଗୋଟେ ପ୍ଲେଟ୍ ବିରିୟାନୀ ଆଣ। କୁନି, ଏ କୁନି, ଆଉ କେତେ ସମୟ ଶୋଇବୁ? ଦିନ 10ଟା ବାଜିଲାଣି, ଉଠ ଏବେ। ଓହୋ ମା, ଏମିତି ପାଟି କାହିଁକି କରୁଛ? ମତେ ଆଗ ଖାଇବାକୁ ତ ଦିଅ। ଏ କଣ, ମୋ ଖାଇବା ସବୁ କୁଆଡେ ଗଲା? ଆଉ ମୋ ରାଜପ୍ରସାଦ ବି ନାହିଁ। ମୁଁ ଏତେ ଗୁଡେ ଗହଣା ପିନ୍ଧିଥିଲି, ସେ ସବୁ କୁଆଡେ ଗଲା? ତା ମାନେ କଣ ମୁଁ ଏ ଯାଏଁ ସ୍ୱପ୍ନ ଦେଖୁଥିଲି? କଣ କଣ ସବୁ ଅଜବ କଥା କହୁଛୁ କହିଲୁ? ଭଲ ଭାବରେ ଦେଖେ, ତୁ ନିଜ ଘରେ ଅଛୁ, କୋଉ ରାଜପ୍ରସାଦରେ ନୁହଁ। ଆରେ ସତରେ ତ, ମୁଁ ତ ଆମ ଘରେ ଅଛି। କାହିଁକି ଯେ ଏତେ ଶୀଘ୍ର ମୋ ନିଦ ଭାଙ୍ଗୁଥିଲା? ମୁଁ କେତେ ସୁନ୍ଦର ରାଜପ୍ରସାଦରେ ଥିଲି। ମତେ ଏ ମାଟି ଘରେ ରହିବାକୁ ଜମା ଭଲ ଲାଗୁନି। ଏମିତି କାହିଁକି କହୁଛୁ ରେ ମା? ଭଗବାନ ଆମକୁ ଯାହା ବି ଦେଇଛନ୍ତି ସେସବୁ ନେଇ ଖୁସିରେ ରହିବା କଥା। ତୁମେ ଖୁସିରେ ରହିପାର, ହେଲେ ମୁଁ ଖୁସିରେ ରହିପାରିବିନି ମା। ଦେଖିବ, ଦିନେ ଦିନେ ମୁଁ ଗୋଟେ ବଡ ରାଜପ୍ରସାଦରେ ରହିବି। ଆଚ୍ଛା ଆଚ୍ଛା, ସେତିକି ସ୍ୱପ୍ନ ଦେଖିଥା। ଏବେ ଆସେ, ମୁଁ ଖାଇବା ରୋଷେଇ କରିଦେଇଛି, କିଛି ଖାଇନେବୁ। ଏ କଣ ମା, ଆଜି ବି ଭାତ ସାଙ୍ଗରେ ଆଳୁ ଭର୍ତ୍ତା? ସବୁଦିନ ଆଳୁ ଭର୍ତ୍ତା ସାଙ୍ଗରେ ଭାତ ଖାଇବାକୁ ଆଉ ଜମା ଭଲ ଲାଗୁନି। ହେଲେ ଆଳୁ ଭର୍ତ୍ତା ତ ତୋର ପ୍ରିୟ ଖାଇବା। ଆଗରୁ ତ ତତେ ଭାତ ସାଙ୍ଗରେ ଆଳୁ ଭର୍ତ୍ତା ଖାଇବାକୁ ଭାରି ଭଲ ଲାଗୁଥିଲା। ତୁ ସବୁବେଳେ ଭାତ ସାଙ୍ଗରେ ଆଳୁ ଭର୍ତ୍ତା ହିଁ ଖାଉଥିଲୁ। ଆଗରୁ ଭଲ ଲାଗୁଥିଲା, ହେଲେ ଏବେ ଭଲ ଲାଗୁନି। ସବୁଦିନ ଗୋଟେ ପ୍ରକାରର ଖାଇବା ଖାଇ ଖାଇ ମୋ ପାଟି ଅରୁଚି ହେଇଗଲାଣି। କାଲି ମୋ ପାଇଁ ଆଉ କିଛି ରାନ୍ଧିବ, ନହେଲେ ମୁଁ ଖାଇବା ଖାଇବିନି। ଆରେ ମା, ତୁ କୁଆଡେ ଯାଉଛୁ? ଆଜି ଦିନଟା ଆଳୁ ଭର୍ତ୍ତା ସାଙ୍ଗରେ ଭାତ ଖାଇ ଦେଇଥା। ନା, ମୁଁ ଏ ଖାଇବା ଖାଇବିନି, ମତେ ଭୋକ ଲାଗୁନି। ଏମିତି ରାଗି କୁନି ସେଠାରୁ ଚାଲିଗଲା। ସେ ସବୁବେଳେ ଧନୀ ହେବାର ସ୍ୱପ୍ନ ଦେଖୁଥିଲା, ଆଉ ଏକ ରାଜପ୍ରସାଦରେ ରହି ରାଣୀ ହେବାକୁ ଚାହୁଁଥିଲା। ଆରେ କୁନି, ତୁ ଆସିଗଲୁ? ଏଇ ଦେଖେ, ଚିକିର ମାମୁଁ ନା, ତାକୁ ତା ଜନ୍ମଦିନରେ ଗୋଟେ ସୁନାହାର ଗିଫ୍ଟ ଦେଇଛନ୍ତି। ତା ସୁନାହାର କେତେ ସୁନ୍ଦର ଦେଖାଯାଉଛି ନା? ହଁ, ହାରଟି ବହୁତ ସୁନ୍ଦର ହେଇଛି। ଜାଣିଛ ସାଙ୍ଗମାନେ, ଏ ବର୍ଷ ମୋ ଜନ୍ମଦିନରେ ନା ଆଈ ମତେ ଗୋଟେ ସୁନାହାର ଉପହାର ଦେବେ। ମୋ ଆଈ ଆଜି ଆମ ଘରକୁ ଆସୁଛନ୍ତି। ସନ୍ଧ୍ୟାରେ ମୁଁ ତମମାନଙ୍କୁ ମୋ ସୁନାହାର ଦେଖେଇବି। ଏମିତି କହି କୁନି ସେଠାରୁ ଚାଲିଗଲା। ସେତେବେଳେ ତାର ଆଈ ଘରକୁ ଆସି ସାରିଥିଲେ। ଆଈ, ଆସିଗଲ? ମୋ ଜନ୍ମଦିନର ଉପହାର ଆଣିଛ? ହଁ ହଁ, ମୁଁ ଆଣି ଦେଇଛି, ଏଇ ନେ। ଏ କଣ ଆଈ, ଏଇଟା ତ ଗୋଟେ ସାଧାରଣ ମାଳି। ମୁଁ କହିଥିଲି ନା ମୋ ପାଇଁ ଗୋଟେ ସୁନାହାର ଆଣିଦେବ। ଏ ବର୍ଷ ତୁ ଏଇ ମାଳିଟା ରଖିଥା ମା। ଆର ବର୍ଷ ମୁଁ ତୋ ପାଇଁ ଗୋଟେ ସୁନ୍ଦର ସୁନାହାର ତିଆରି କରିଦେବି। ନା, ମୁଁ ଏ ମାଳି ନେଇ ପାରିବିନି, ମୋର ସୁନାହାର ଦରକାର। ଏମିତି ରାଗି କୁନି ସେ ହାରକୁ ତଳେ ପକେଇ ଚାଲିଗଲା। ଦିନକୁ ଦିନ ସେ ସମସ୍ତଙ୍କ ସହ ଖରାପ ବ୍ୟବହାର କରୁଥିଲା, ଯୋଉଥିପାଇଁ ମା ଚଢ଼େଇ ସବୁବେଳେ ଚିନ୍ତାରେ ରହୁଥିଲା। ଦିନକୁ ଦିନ ମୋ ଝିଅର ଜିଦ୍ ବଢି ବଢି ଯାଉଛି। ଯେତେ ବୁଝେଇଲେ ବି ସେ ଜମା ବୁଝୁନି। ହେ ଭଗବାନ, ମୋ ଝିଅ କଣ ଆଉ କେବେ ବି ବାସ୍ତବ ଜୀବନକୁ ବୁଝିବନି? ଆରେ ଚଢ଼େଇ, ତୁ ଏମିତି କାନ୍ଦୁଛୁ କାହିଁକି? ଫୁଲ ପରି, ତୁମେ ଏଠି? ମୁଁ ଏ ରାସ୍ତାରେ ଯାଉଥିଲି, ତତେ କାନ୍ଦିବାର ଦେଖି ଅଟକି ଗଲି। କଣ ହେଇଛି ଚଢ଼େଇ ତୋର, ମତେ କହ। ଫୁଲ ପରି, ମୋର ଅନେକ କଷ୍ଟ। ମୋ ଝିଅ ସବୁବେଳେ ଧନୀ ହେବାର ସ୍ୱପ୍ନ ଦେଖୁଛି। ପ୍ରତିଦିନ ଭଲ ଭଲ ଖାଇବା ଆଉ ସୁନା ଗହଣା ପିନ୍ଧିବାକୁ ଚାହୁଁଛି। ମୁଁ ପ୍ରତିଦିନ କାଠ ବିକ୍ରି କରି ଘର ଚଳାଏ। ଏବେ କହିଲେ ପରି ମୁଁ କେମିତି ମୋ ଝିଅର ଇଚ୍ଛା ପୂରା କରିବି? ଓ, ଏଇ କଥା ଚଢ଼େଇ, ତୁ ଆଉ ମନ ଦୁଃଖ କରନି। ତୋ ଝିଅକୁ ଠିକ କରିବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ତୁ କିଛି ଦିନ ତ ଝିଅକୁ ଖୋଜିବୁନି, ମୁଁ ତାକୁ ମୋ ସାଙ୍ଗରେ ନେଇ ଯାଉଛି। ଠିକ ସମୟ ଆସିଲେ ମୁଁ ତ ଝିଅକୁ ତୋ ପାଖକୁ ନେଇ ଆସିବି। କଣ ହେଲା ଛୋଟ ଝିଅ, ତୁ ଏମିତି ମନ ଦୁଃଖରେ ଏଠି କାହିଁକି ବସିଛୁ? ଫୁଲ ପରି, ମୋ ସାଙ୍ଗମାନଙ୍କୁ ମୁଁ କହିଦେଇଥିଲି ମୋ ଜନ୍ମଦିନରେ ମୋ ଆଈ ମତେ ଗୋଟେ ସୁନାହାର ଉପହାର ଦେବେ। ହେଲେ ମୋ ଆଈ ମତେ ଗୋଟେ ସାଧାରଣ ମାଳି ଦେଲେ।
ପରି ମୁଁ ଯଦି ସେ ସାଧାରଣ ମାଳି ପିନ୍ଧିକି ମୋ ସାଙ୍ଗମାନଙ୍କ ପାଖକୁ ଯିବି ସେମାନେ ମୋ ଉପରେ ଅନେକ ହସିବେ। ଓ ଏଇ କଥା। ଆଚ୍ଛା ହଉ, ତୁ ମୋ ସାଙ୍ଗରେ ଆସେ, ମୁଁ ତ ଇଚ୍ଛା ପୁରା କରିଦେବି। କିନ୍ତୁ କୋଉଠିକି ପରି? ମୁଁ ତତେ ଗୋଟେ ସୁନା ସହରକୁ ନେଇଯିବି। ସେଠାରେ ଗୋଟେ ସୁନା ଘର ଅଛି, ଆଉ ତୁ ସେ ଘରେ ରାଣୀ ହିଁ ରହିବୁ। ତତେ ଯେତିକି ବି ସୁନା ଗହଣା ଦରକାର ତୁ ସେସବୁ ସେଠି ପାଇପାରିବୁ। ତୁମେ ସତ କହୁଛ ପରି? ମୁଁ ସେଠି ରାଣୀ ହେଇ ରହିବି? ଏମିତିରେ ବି ଏଠି ଗରିବ ହେଇ ରହିବାକୁ ମତେ ଜମା ଭଲ ଲାଗୁନି। ଆଉ ଡେରି କରନି ପରି, ମତେ ସେ ସୁନା ଘରକୁ ନେଇଯାଅ। ମୁଁ ସେଠି ରାଣୀ ହେଇ ରହିବାକୁ ଚାହୁଁଛି। ଆଚ୍ଛା ତେବେ ଆସ ମୋ ସାଙ୍ଗରେ। ତାପରେ କୁନି ଚଢ଼େଇ ପରି ସାଙ୍ଗରେ ସୁନାର ରାଜପ୍ରସାଦକୁ ଗଲା। ସେ ରାଜ୍ୟରେ ସବୁ କିଛି ସୁନାର ଥିଲା। ପରି ଚଢ଼େଇ ଛୁଆକୁ ସେଠାକାର ରାଣୀ କରିଦେଲା। ଏତେ ସାରା ସୁନା ଗହଣା ଦେଖି ତ ଚଢ଼େଇ ଛୁଆ ଅନେକ ଖୁସି ହେଇଗଲା। ଆଜିଠୁ ତୁ ଏ ସୁନା ରାଜ୍ୟର ରାଣୀ। ତତେ ଆଉ କିଛି କାମ କରିବାକୁ ପଡିବନି, ସବୁ କାମ ତ ଦାସୀମାନେ କରିଦେବେ। ତୁ ଏବେ ଭଲରେ ରହ, ମୁଁ ଯାଉଛି। ଏମିତି କହି ପରି ସେଠାରୁ ଚାଲିଗଲା। ସୁନା ରାଜ୍ୟର ରାଣୀ ହେଇ ଚଢ଼େଇ ଛୁଆ ଅନେକ ଖୁସି ଥିଲା। ସେ ସୁନାର ରାଜପ୍ରସାଦରେ ମନ ଖୁସିରେ ବୁଲିଲା। ତାକୁ ଭୋକ ଲାଗିବାରୁ ସେ ତାର ଦାସୀମାନଙ୍କୁ ଖାଇବା ଆଣିବାକୁ କହିଲା। ଦାସୀମାନେ ଚଢ଼େଇ ଛୁଆକୁ ଖାଇବା ଆଣିଦେଲେ। ଖାଇବା ଦେଖି ତ ଚଢ଼େଇ ଛୁଆ ଆଶ୍ଚର୍ଯ୍ୟ ହେଇଗଲା, କାହିଁକି ନା ସେ ସବୁ ଖାଇବା ଥିଲା ସୁନାର। ସୁନାର ଭାତ, ସୁନାର ତରକାରୀ, ଏମିତି ସବୁ ଜିନିଷ ସୁନାର ହିଁ ଥିଲା। କଣ ହେଲା ରାଣୀ ମା, ଏମିତି କଣ ଦେଖୁଛନ୍ତି? ଖାଇବା ଖାଆନ୍ତୁ। ଖାଇବା କଣ ଆପଣଙ୍କର ପସନ୍ଦ ହେଲାନି? ମୁଁ ସାଧାରଣ ଭାତ ତରକାରୀ ଖାଏ, ଏ ସୁନାର ଖାଇବା ମୁଁ କେମିତି ଖାଇବି? ଯାଅ ମୋ ପାଇଁ ସାଧାରଣ ଭାତ ତରକାରୀ ନେଇ ଆସ। କିନ୍ତୁ ରାଣୀ ମା, ଏଠି ସୁନା ଛଡା ଆଉ କିଛି ବି ଖାଇବା ନାହିଁ। ଆପଣ ଏ ସୁନା ହିଁ ଖାଆନ୍ତୁ, ଯଦି ନ ଖାଇବେ ଉପାସରେ ରୁହନ୍ତୁ। ଚଢ଼େଇ ଛୁଆ କିଛି ବି ଖାଇ ନ ପାରି ଉପାସରେ ରହିଲା। ଏମିତି 2 ଦିନ ବିତିଗଲା। ସେ କିଛି ବି ଖାଇବାକୁ ପାଇଲାନି। ଚାରିଆଡେ ଅସଂଖ୍ୟ ଧନ ସମ୍ପତ୍ତି ଥିଲେ ବି ତା ମନ ଖୁସି ନଥିଲା। ମୋର ମା କଥା ବହୁତ ମନେ ପଡୁଛି। ମାର ହାତ ରନ୍ଧା ଭାତ ଆଉ ଆଳୁ ଭର୍ତ୍ତା ଖାଇବାକୁ ଚାହୁଁଛି। ମତେ ଏଠି ରହିବାକୁ ଆଉ ଭଲ ଲାଗୁନି। ମୁଁ ମୋ ମା ପାଖକୁ ଯିବି। ଆରେ ଚଢ଼େଇ ଛୁଆ, ମୁଁ ତ ତାର ସ୍ୱପ୍ନ ପୁରା କରିଦେଲି। ତାହେଲେ ତୁ ଏମିତି ମନ ଦୁଃଖରେ କାହିଁକି କାନ୍ଦୁଛୁ? ଫୁଲ ପରି, ମୁଁ ଏଠି ରହିବିନି। ମୁଁ ମୋ ମା ପାଖକୁ ଯିବି। ମତେ ବହୁତ ଭୋକ ଲାଗୁଛି। ଏଠି ଖାଇବାକୁ କିଛି ନାହିଁ। ସୁନା ଭାତ ତରକାରୀ ମୁଁ କେମିତି ଖାଇବି କୁହ? ମୁଁ ଏବେ ବୁଝିଗଲି ପରି, ସୁନା ଘରେ ସେସବୁ ନାହିଁ। ଯାହା ମୋ ମାଟି ଘରେ ଅଛି। ମୁଁ ସେଠି ଅନେକ ଖୁସିରେ ଥିଲି। ପରି, ଦୟାକରି ମତେ ମୋ ମା ପାଖକୁ ନେଇଯାଅ। ଆଚ୍ଛା ଆଚ୍ଛା ଠିକ ଅଛି, ତୁ ତ ଭୁଲ ବୁଝି ପାରିଲି ଜାଣି ମୁଁ ଅନେକ ଖୁସି। ଆସ ମୋ ସାଙ୍ଗରେ, ମୁଁ ତତେ ତ ମା ପାଖରେ ପହଞ୍ଚେଇ ଦେବି। ମା କୁନି, ତୋର ଏ କି ଅବସ୍ଥା ହେଇଛି? ତୁ କେତେ ରୋଗୀଣା ଦେଖା ଯାଉଛୁ। ତୁ ଠିକ ଅଛୁ ତ ମା? ମା, ମୋର ଭୁଲ ହେଇଗଲା। ମତେ କ୍ଷମା କରିଦିଅ। ମୁଁ ମୋ ଭୁଲ ବୁଝିପାରିଲି। ମୁଁ ଆଉ କେବେ ଅହଙ୍କାର କରିବିନି। ତୁମକୁ ସବୁ କାମରେ ସାହାଯ୍ୟ କରିବି। ମତେ ଭାରି ଭୋକ ଲାଗୁଛି ମା। ଭାତ ସାଙ୍ଗରେ ମତେ ଆଳୁ ଭର୍ତ୍ତା ଦିଅ। ଆ ମା, ଭିତରକୁ ଆ, ମୁଁ ଆଜି ତତେ ନିଜ ହାତରେ ଖୁଆଇଦେବି। ତାପରେ ପରି ସେଠାରୁ ଚାଲିଗଲା। ମା ଚଢ଼େଇ ନିଜ ହାତରେ ତା ଝିଅକୁ ଖୁଆଇଦେଲା। ସେଦିନ ପରଠାରୁ ଚଢ଼େଇ ଛୁଆ ପୁରାପୁରି ବଦଳିଗଲା। ସେ ଆଉ କେବେ ବି ଗର୍ବ ଅହଙ୍କାର କଲା ନାହିଁ। ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥିଲା। ମୋର ଗୋଟେ ସୁନାହାର ଦରକାର ଦିଦି। ତୁ ଯେମିତି ଯାହା କରୁଛୁ କର ପଛେ ମତେ ଗୋଟେ ସୁନାହାର ଆଣିଦେ। ଆରେ ଭଉଣୀ, ତୁ ଏ କେମିତିକା କଥା କହୁଛୁ? ବାପା ମା ଯିବା ପରେ ମୁଁ ବହୁତ କଷ୍ଟରେ ଆମ 2 ଭଉଣୀଙ୍କ ଖାଇବା ଯୋଗାଡ଼ କରୁଛି। ତତେ ସୁନାହାର କେମିତି କିଣିଦେବି କହିଲୁ? ଏମିତି ଜିଦ୍ କରନି ଭଉଣୀ। ଦିଦି, ସବୁବେଳେ ତୋର ଖାଲି ନା ନା। ତୁ କେବେ ମୋ ଇଚ୍ଛା ପୁରା କରିଦେଇନୁ। ମତେ ଏସବୁ ଭଲ ଲାଗୁନି। ରିନୁ ଆଉ ମିନୁ ଥିଲେ 2 ଅନାଥ ଭଉଣୀ। ରିନୁ ଥିଲା ବଡ ଆଉ ମିନୁ ଥିଲା ସାନ। ରିନୁ ବଡ ହେଇଥିବାରୁ ସେ ଘରର ସବୁ କଥା ବୁଝୁଥିଲା। ସାନ ଭଉଣୀ ମିନୁ ଥିଲା ଭାରି ଅହଙ୍କାରୀ। ସେ କୌଣସି କାମରେ ତା ଭଉଣୀକୁ ସାହାଯ୍ୟ କରୁନଥିଲା।
ଓଲଟା ତାର ବଡ଼ ଭଉଣୀକୁ ତା ନିଜର ସବୁ କାମ କରି ନେଉଥିଲା। ଏମିତି ଗୋଟେ ଦିନ, ଆରେ ମିନୁ, ମୁଁ ଖାଇବା ରୋଷେଇ କରିଦେଇଛି, ତୁ ଖାଇନେବୁ। ମୁଁ ଏବେ କାଠ କାଟିବା ପାଇଁ ଜଙ୍ଗଲ ଭିତରକୁ ଯାଉଛି, ଫେରୁ ଫେରୁ ମୋର ଡେରି ହେଇଯିବ। ଏମିତି କହି ରିନୁ କୁରାଡ଼ି ଧରି ଜଙ୍ଗଲ ଭିତରକୁ ଗଲା। କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ରିନୁ କାଠ ନେଇ ଘରକୁ ଫେରିବା ସମୟରେ ଏକ ବୁଢ଼ୀ ଚଢ଼େଇକୁ ଦେଖିଲା। ବୁଢ଼ୀ ଚଢ଼େଇ ଥଣ୍ଡାରେ ଥରୁଥିଲା। ରିନୁ ସେ ବୁଢ଼ୀ ଚଢ଼େଇ ପାଖକୁ ଗଲା। ବୁଢ଼ୀ ମା, ତୁମେ ଠିକ ଅଛ ତ? ତୁମେ ଏମିତି ଥରୁଛ କାହିଁକି? ଆରେ ଝିଅ, ମୋର ତ ବୟସ ହେଲାଣି, ମୁଁ ଆଉ ଆଗ ଭଳି ଚଲାବୁଲା କରିପାରୁନି। ଔଷଧ ଗଛ ଖୋଜିବା ପାଇଁ ମୁଁ ଏ ଜଙ୍ଗଲ ଭିତରକୁ ଆସିଥିଲି। ଔଷଧ ଗଛ ଖୋଜୁ ଖୋଜୁ ସନ୍ଧ୍ୟା ହେଇଗଲା। ଶୀତ ଦିନ ହେବାରୁ ମୋ ଗୋଡ଼ ହାତ ଜମିଗଲା। ମୁଁ ଆଉ ଆଗକୁ ଯାଇପାରିଲିନି। ଓ ଏଇ କଥା ବୁଢ଼ୀ ମା, ଚିନ୍ତା କରନି, ମୋ ପାଖରେ ତ କାଠ ଅଛି। ମୁଁ ଏବେ ନିଆଁ ଜାଳି ଦଉଛି, ତୁମକୁ ଆରାମ ଲାଗିବ। ଏମିତି କହି ରିନୁ ତାର ସବୁ କାଠରେ ନିଆଁ ଜାଳିଦେଲା। ନିଆଁର ତାପରେ ବୁଢ଼ୀ ଚଢ଼େଇକୁ ଟିକେ ଆରାମ ଲାଗିଲା। ବୁଢ଼ୀ ମା, ଏବେ ତୁମକୁ ଭଲ ଲାଗିଲା ତ? ହଁ ଝିଅ, ମତେ ଏବେ ଭଲ ଲାଗିଲା। କିନ୍ତୁ ମୋ ପାଇଁ ତୁ ସାରା ଦିନ ପରିଶ୍ରମ କରି ଆଣିଥିବା କାଠକୁ ଜାଳିଦେଲୁ। ମୋ ପାଇଁ ତୋର ଅନେକ କ୍ଷତି ହେଇଗଲା। ନା ନା ବୁଢ଼ୀ ମା, ଏମିତି କୁହନ୍ତୁନି। ତୁମକୁ ସାହାଯ୍ୟ କରିପାରିଲି, ସେତିକିରେ ମୁଁ ଅନେକ ଖୁସି। ସତରେ ଝିଅ, ତୁ ମୋର ବଡ ଉପକାର କଲୁ। ମୁଁ ତତେ ଖାଲି ହାତରେ ପଠେଇ ପାରିବିନି। ଏଇ କିଛି ସେଓ ମଞ୍ଜି ନେ। ଏଇ ସେଓ ମଞ୍ଜିକୁ ତୁ ନିଜ ଜମିରେ ଲଗେଇ ଦେବୁ। ଏ ସେଓ ମଞ୍ଜିରୁ ଯୋଉ ଚାରା ଗଛ ବାହାରିବ, ତା ଦେଖି ତୁ କେବେ ବି ହତାଶ ହେବୁନି। ମନରେ ବିଶ୍ୱାସ ରଖିବୁ। ଏଇ ସେଓ ଗଛ ଦିନେ ନା ଦିନେ ତ ଭାଗ୍ୟ ବଦଳେଇ ଦେବ। ତାପରେ ରିନୁ ସେ ବୁଢ଼ୀ ମାକୁ ଧନ୍ୟବାଦ ଜଣେଇ ସେଓ ମଞ୍ଜି ଧରି ଘରକୁ ଗଲା। ଏ କଣ ଦିଦି, ତୁ ଆଜି ଖାଲି ହାତରେ କଣ ଘରକୁ ଫେରିଲୁ? ଆଜି କାଠ କଣ ପାଇଁ ଆଣିନୁ? ଆହାରେ ମୋ ଦୟାବତୀ, କାଠ ସବୁ ଜାଳି ଦେଇ ଏ ସେଓ ମଞ୍ଜି ଧରି ଆସିଛୁ। କାଠ ବିକ୍ରି ନ କଲେ ଆମେ ଖାଇବା କଣ? ଏବେ ତୁ ଏ ସେଓ ମଞ୍ଜିକୁ ଧୋଇକି ପାଣି ପିଇ। ମିନୁ ରାଗିକି ଘର ଭିତରକୁ ଚାଲିଗଲା। ହେଲେ ରିନୁ ତାକୁ କିଛି ବି କହିଲାନି। ରିନୁ ନିଜ ଜମି ବୁଣି ସେଓ ମଞ୍ଜି ଲଗେଇଦେଲା। କିଛି ଦିନ ପରେ ସେଓ ମଞ୍ଜିରୁ ଚାରା ଗଛ ବାହାରିଲା। ହେଲେ ସେ ଚାରା ଗଛ ଗୁଡ଼ିକ ଥିଲା ଶୁଖିଲା। ଏମିତି ଦେଖି ତ ମିନୁ ଭୀଷଣ ରାଗିଗଲା। କିରେ ଦିଦି, ଭାରି ବଡ ବଡ କଥା କହୁଥିଲୁ। ସେ ବୁଢ଼ୀ ମା ତତେ ସେଓ ମଞ୍ଜି ଦେଇଥିଲେ, ହେଲେ ସେଓ ମଞ୍ଜିରୁ ଏ କେମିତିକା ଚାରା ଗଛ ବାହାରିଛି? ସବୁ ଚାରା ଗଛ ଗୁଡ଼ିକ ଶୁଖିଲା। ଏଥିରେ କଣ ସେଓ ଫଳିବ? ସେ ବୁଢ଼ୀ ତତେ ଠକି ଦେଇଛି। ଓହୋ ମିନୁ, ଏତେ ଅଧୈର୍ଯ୍ୟ ହେବା ଠିକ ନୁହଁ। ବୁଢ଼ୀ ମା କହିଥିଲେ ଧୈର୍ଯ୍ୟ ଧରିବା ପାଇଁ। ଦେଖିବୁ ଦିନେ ଦିନେ ଆମ ସହ କିଛି ଭଲ ହେବ। ହଁ ହଁ, ତୁ ସେଇ ଆଶାରେ ହିଁ ଥା। ତୁ ଏମିତି କହୁଛୁ ଯେମିତି ଏ ମଲା ଗଛରେ ସୁନା ଫଳିବ। ତୋର ଏ ପାଗଳାମି ମତେ ଆଉ ଜମା ଭଲ ଲାଗୁନି। ଏମିତି ରାଗି ମିନୁ ଚାଲିଗଲା। ରିନୁ ତା କଥାକୁ ଧ୍ୟାନ ନ ଦେଇ ପ୍ରତିଦିନ ଶୁଖିଲା ଗଛ ଗୁଡ଼ିକର ଯତ୍ନ ନେଉଥିଲା। ଧୀରେ ଧୀରେ ସେ ଶୁଖିଲା ଚାରା ଗଛ ବଡ଼ ହେଲା। ହେଲେ ତଥାପି ସେ ଶୁଖିଲା ଗଛରେ ପତ୍ର କଅଁଳିଲାନି। ଏସବୁ ଦେଖି ଦିନେ ମିନୁ ଚିନ୍ତା କଲା, ଦିଦି କଣ ପାଇଁ ଯେ ଶୁଖିଲା ଗଛ ଗୁଡ଼ିକର ଏତେ ଯତ୍ନ ନେଉଛି କିଏ ଜାଣେ? ଏ ଶୁଖିଲା ଗଛରେ ତ ଗୋଟେ ବି ପତ୍ର ନାହିଁ। ଏ ଗଛ ଗୁଡାକୁ ଏଠି ରଖି କଣ ଲାଭ? ମୁଁ ଏବେ ହିଁ ସବୁ ଗଛକୁ କାଟିଦେବି। ତାପରେ ମିନୁ ସେ ଶୁଖିଲା ଗଛ ଗୁଡ଼ିକୁ କାଟିବା ପାଇଁ କୁରାଡ଼ି ଧରି ଯେମିତି ପାଖକୁ ଗଲା, ସେ ଦୂରକୁ ଛିଟିକି ହେଇ ପଡ଼ିଲା। ସେତେବେଳେ ହଠାତ୍ ଏକ ଚମତ୍କାର ଘଟଣା ଘଟିଲା। ସବୁ ଶୁଖିଲା ଗଛ ଗୁଡ଼ିକରେ ସୁନା ସେଓ ଫଳିଲା। ସବୁ ଗଛ ଗୁଡ଼ିକରେ ପତ୍ର ନଥିଲା, ଥିଲା କେବଳ ସୁନା ସେଓ। ଓହୋ, ମୋ ଅଣ୍ଟା ଭାଙ୍ଗିଗଲା। ଆରେ କଣ ଏ ସବୁ ଗଛରେ ସୁନା ସେଓ ଫଳିଛି? ଏ କି ଚମତ୍କାର ଘଟଣା! ଦିଦି, ଏ ଦିଦି, ଶୀଘ୍ର ବାହାରକୁ ଆସେ। କଣ ହେଲା ମିନୁ, ମତେ କାହିଁକି ଡାକିଲୁ? ଆରେ ଆରେ, ଆମର ତ ସବୁ ଗଛରେ ସୁନା ସେଓ ଫଳିଛି। ଦେଖିଲୁ ମିନୁ, ବୁଢ଼ୀ ମା ଠିକ କହୁଥିଲେ, ଧୈର୍ଯ୍ୟ ଧରିଲେ ଭଲ ଫଳ ମିଳିବ। ସତ ଦିଦି, ତୁ ଠିକ କହୁଥିଲୁ। ମୁଁ ତ କଥାକୁ ବିଶ୍ୱାସ କରୁନଥିଲି। ଦିଦି, ମତେ କ୍ଷମା କରିଦେ। ଆଜିଠୁ ମୁଁ ତୋର ସବୁ କଥା ମାନିବି। ସେଦିନ ପରଠାରୁ ମିନୁ ଆଉ କେବେ ବି ତା ଭଉଣୀ ସହ ଝଗଡ଼ା କଲା ନାହିଁ। ଏମିତି ଦୁଇ ଭଉଣୀ ସୁନା ସେଓ ବିକ୍ରି କରି ଖୁବ୍ ଖୁସିରେ ରହିଲେ। ଅନେକ ଦୂର ଏକ ଜଙ୍ଗଲରେ କୁନି ଆଉ ମୁନି ନାମରେ ଦୁଇଟି ଅନାଥ ଚଢ଼େଇ ଭଉଣୀ ରହୁଥିଲେ। ତାଙ୍କ ବାପା ମାଙ୍କ ମୃତ୍ୟୁ ପରେ ସେମାନେ ବହୁତ କଷ୍ଟରେ ଖାଇବା ଯୋଗାଡ଼ କରୁଥିଲେ। ହେଲେ ତାଙ୍କର ପୂର୍ବ ପୁରୁଷମାନେ ବହୁତ ଧନୀ ଥିଲେ। ସେମାନେ ନିଜର ସବୁ ଧନ ସମ୍ପତ୍ତି ମାଟି ତଳେ ଥିବା ଏକ ସୁନା ଘରେ ଜମା କରି ରଖିଥିଲେ। ସେ ସୁନା ଘରର ଠିକଣା ସେମାନେ ଏକ କାଗଜରେ ଲେଖି ଗୋଟିଏ ସିନ୍ଦୁକ ଭିତରେ ରଖି ଦେଇଥିଲେ। ଦିନେ
ମୁନି ତାଙ୍କ ପୁରୁଣା ଘର ସଫା କରୁ କରୁ ସେ କାଗଜକୁ ପାଇଗଲା, ଯୋଉ କାଗଜରେ ସୁନା ଘର ଠିକଣା ଲେଖା ଯାଇଥିଲା। ମୁନି ମନରେ ଲୋଭ ଆସିଲା। ସେ ସେଇ ଠିକଣା ଖୋଜିବାକୁ ବହୁତ ଚେଷ୍ଟା କଲା, ହେଲେ ପାରିଲାନି। ଅନେକ ଦିନ ହେଇଗଲା ଏଇ କାଗଜରେ ଲେଖାଥିବା ଠିକଣାକୁ ମୁଁ ଖୋଜୁଛି, ହେଲେ ପାଉନି। କେଜାଣି କୋଉଠି ଅଛି ସେ ସୁନା ଘର। ଯାଏ ଆଜି ବି ଆଉଥରେ ସୁନା ଘରକୁ ଖୋଜି ଦେଖେ। ଏମିତି ଚିନ୍ତା କରି ମୁନି ଜଙ୍ଗଲରେ ବୁଲି ବୁଲି ସେ ଠିକଣା ଖୋଜିଲା, ହେଲେ ପାଇଲାନି। ଶେଷରେ ନିରାଶ ହେଇ ସେ ଘରକୁ ଫେରିଲା। ଆରେ ମୁନି, ତୁ କଣ ଆଜି ବି ସେ ସୁନା ଘର ଖୋଜିବାକୁ ଯାଇଥିଲୁ? ହଁ ଦିଦି, ହେଲେ ମୁଁ ଆଜି ବି ସେ ସୁନା ଘରକୁ ପାଇଲିନି। ମୁନି, ସେ ସୁନା ଘର ସତରେ ଅଛି କି ନାହିଁ ଆମେ ଜାଣି ନାହାନ୍ତି। ତାକୁ ଖୋଜି ଖୋଜି ତୁ ସମୟ ନଷ୍ଟ କରନି। ମୁଁ ଅନେକ କଷ୍ଟ କରି ତୋର ଆଉ ମୋର ଖାଇବା ଯୋଗାଡ଼ କରୁଛି। ତୁ ମତେ କାମରେ ଟିକେ ସାହାଯ୍ୟ କର। କଷ୍ଟ କରି ଖାଇବା ଯୋଗାଡ଼ କରିବା ଅପେକ୍ଷା ମୁଁ ସେ ସୁନା ଘରକୁ ଖୋଜିବା ପାଇଁ ଅଧିକ ପସନ୍ଦ କରିବି। ଥରେ ଯଦି ସୁନା ଘର ମିଳିଯିବ ନା, ଆମକୁ ଆଉ ଜୀବନ ସାରା କାମ କରିବାକୁ ପଡ଼ିବନି। ମୁଁ ତତେ ଆଉ ବୁଝେଇ ପାରିବିନି ମୁନି, ତୋ ଯାହା ଇଚ୍ଛା ତୁ ସେଇଆ କର। ହେଲେ ଗୋଟେ କଥା ମନେ ରଖ, ଲୋଭର ପରିଣାମ ସବୁବେଳେ ଖରାପ ହେଇଥାଏ। ଏମିତି କହି କୁନି ସେଠାରୁ ଚାଲିଗଲା। ମୁନି ତାର କିଛି କଥା ନ ଶୁଣି ପୁଣି ଥରେ ସୁନା ଘର ଖୋଜିବାକୁ ଗଲା। ଦିନେ ଗୋଟେ ବୁଢ଼ୀ ଚଢ଼େଇ କୁନି ଆଉ ମୁନି ଘର ରାସ୍ତା ଦେଇ ଯାଉଥିଲା। ହଠାତ୍ ସେ ବେହୋସି ତଳେ ପଡ଼ିଗଲା। ଘର ଭିତରୁ କୁନି ତାକୁ ଦେଖୁଥିଲା। ସେ ଶୀଘ୍ର ବାହାରି ବୁଢ଼ୀ ଚଢ଼େଇ ପାଖକୁ ଗଲା। ବୁଢ଼ୀମା, ଉଠ ବୁଢ଼ୀମା, ତୁମେ ଠିକ ଅଛ ତ? ଏତେ ଖରାରେ ତମେ କୁଆଡେ ଯାଉଥିଲ ବୁଢ଼ୀମା? ଆରେ ମା, ମୋ ଘର ପାଖ ଜଙ୍ଗଲରେ। ସନ୍ଧ୍ୟା ହେବା ଆଗରୁ ମୁଁ ଘରକୁ ଫେରିବାକୁ ଚାହୁଁଥିଲି, ହେଲେ ଏତେ ଖରା ପଡ଼ିଛି ଯେ ମୁଁ ଆଉ ଆଗକୁ ଯାଇପାରିଲିନି। ବୁଢ଼ୀମା, ଆଜି ରାତି ତୁମେ ମୋ ଘରେ ରହିଯାଅ। ସକାଳେ ଖରା ବାହାରିବା ପୂର୍ବରୁ ହିଁ ତୁମେ ନିଜ ଘରକୁ ଚାଲିଯିବ। ଆସ ବୁଢ଼ୀମା, ମୋ ଘର ଭିତରକୁ ଆସ। ଏମିତି କୁନି ବୁଢ଼ୀ ଚଢ଼େଇକୁ ନେଇ ଘର ଭିତରକୁ ଗଲା। ଆଉ ବୁଢ଼ୀ ଚଢ଼େଇ ପାଇଁ ସେ ଭଲ ଭଲ ଖାଇବା ଆଣିଦେଲା। ବୁଢ଼ୀ ଚଢ଼େଇ ଖାଇବା ଖାଇସାରି ଆରାମ କଲା। ଏମିତି ସନ୍ଧ୍ୟା ହେଇଗଲା। ମୁନି ଘରକୁ ଫେରି ନଥିଲା। ତା ଦେଖି କୁନି ଅନେକ ଚିନ୍ତାରେ ଥିଲା। କଣ ହେଲା ରେ ଝିଅ, ତୁ ଏମିତି ଚିନ୍ତାରେ ଥିବା ଭଳି ଜଣା ପଡୁଛୁ। କିଛି ହେଇଛି କି? ବୁଢ଼ୀମା, କିଛି ଦିନ ତଳେ ମୋ ସାନ ଭଉଣୀ ଏକ କାଗଜ ପାଇଥିଲା। ସେ କାଗଜରେ ଏକ ସୁନା ଘରର ଠିକଣା ଥିଲା। ମୋ ଭଉଣୀ ପ୍ରତିଦିନ ସେ ସୁନା ଘର ଖୋଜିବା ପାଇଁ ବାହାରକୁ ଯାଉଛି। ସେ ଲୋଭରେ ପଡ଼ି ଏସବୁରେ ଏତେ ହଜି ଯାଇଛି ଯେ ନିଜର ଧ୍ୟାନ ବି ରଖୁନି। ବେଳେ ବେଳେ ମତେ ଭାରି ଡର ଲାଗୁଛି ବୁଢ଼ୀମା, ମୋ ସାନ ଭଉଣୀର କିଛି କ୍ଷତି ନ ହେଇଯାଉ। ଆରେ ଝିଅ, ତୁ ଚିନ୍ତା କରନି। ତୋ ଭଉଣୀକୁ ବାଟକୁ ଆଣିବାରେ ମୁଁ ତତେ ସାହାଯ୍ୟ କରିପାରିବି। ମୋ ପାଖରେ ଏକ ଉପାୟ ଅଛି। ଆଚ୍ଛା ଝିଅ, କହିଲୁ ସେ ସୁନା ଘରର ଠିକଣା ଥିବା କାଗଜ ଏବେ କୋଉଠି ଅଛି? ସେ କାଗଜ ଆମ ପୁରୁଣା ଘରେ ଅଛି ବୁଢ଼ୀମା। ମୋ ଭଉଣୀ ପ୍ରତିଦିନ ସେଠାକୁ ଯାଇ ସେ କାଗଜକୁ ଦେଖେ। ଆମର ସେ ପୁରୁଣା ଘରେ ସବୁବେଳେ ଚାବି ପଡ଼ିଥାଏ। ଗୋଟେ ଚାବି ମୋ ଭଉଣୀ ପାଖରେ ଅଛି, ଆଉ ଗୋଟେ ଚାବି ମୋ ପାଖରେ ଅଛି। ହେଲେ ବୁଢ଼ୀମା, ତୁମେ କଣ ଏତେ ସବୁ କାମ କରିପାରିବ? ତୁ ମୋ ପାଇଁ ଚିନ୍ତା କରନି। ମୁଁ କିଛି ଯାଦୁବିଦ୍ୟା ଶିଖିଛି, ମୋର କିଛି ହେବନି। ଆରେ ଝିଅ, ତୁ ଆଜି ମୋର ଜୀବନ ରକ୍ଷା କରିଛୁ। ତୁ ନଥିଲେ ତ ମୁଁ ଏଇ ଖରାରେ ମରି ଯାଇଥାନ୍ତି। ମୁଁ ତୋ ପାଇଁ ଏତିକି କାମ କରିପାରିବିନି? ତୁ ମତେ ତ ପୁରୁଣା ଘରର ଚାବି ଦେ, ତାପରେ ତୁ ସବୁକିଛି ମୋ ଉପରେ ଛାଡ଼ିଦେ। ତାପରେ ସେ ବୁଢ଼ୀ ଚଢ଼େଇ କୁନି ପାଖରୁ ଚାବି ନେଇ ତାଙ୍କ ପୁରୁଣା ଘର ପାଖକୁ ଗଲା। ସେତେବେଳେ ମୁନି ଘର ଭିତରେ ଥାଇ ସୁନା ଘରର ଠିକଣା ଥିବା କାଗଜକୁ ଦେଖୁଥିଲା। କିଛି ସମୟ ପରେ ସେ ସେଇ କାଗଜକୁ ସିନ୍ଦୁକ କରି ରଖି ତାଙ୍କ ପୁରୁଣା ଘରକୁ ଚାବି ଦେଇ ବାହାରକୁ ଆସିଲା। ସେତେବେଳେ ସେ ସେଇ ବୁଢ଼ୀ ଚଢ଼େଇକୁ ଦେଖିଲା। ଏ ବୁଢ଼ୀ ଚଢ଼େଇ କିଏ? ମୋ ପୁରୁଣା ଘର ସାମ୍ନାରେ କାହିଁକି ବସିଛି? ମୁଁ ତ ୟାକୁ ଆଗରୁ ଏ ଜଙ୍ଗଲରେ ଦେଖିନି। ମୋ ସୁନା ଘର ଠିକଣା ଥିବା କାଗଜକୁ ଇଏ ଚୋରି କରି ନେଇଯିବନି ତ? ଆରେ ନା ନା, ମୁଁ ତ ଭଲ ଭାବରେ ମୋ ପୁରୁଣା ଘରକୁ ଚାବି ଦେଇଛି। ଏବେ ମୁଁ ଯାଏ, ସକାଳୁ ଶୀଘ୍ର ଚାଲି ଆସିବି। ଏମିତି ଚିନ୍ତା କରି ମୁନି ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ବୁଢ଼ୀ ଚଢ଼େଇ ଚାବି ଖୋଲି ତାଙ୍କ ପୁରୁଣା ଘର ଭିତରକୁ ଗଲା। ଆଉ ସେ କାଗଜକୁ ଖୋଜିଲା। କିଛି ସମୟ ପରେ ସେ ସେଇ କାଗଜକୁ ପାଇଗଲା। ମିଳିଗଲା, ମତେ କାଗଜ ମିଳିଗଲା। ଏବେ ମୁଁ ଏଠୁ ଚାଲିଯାଏ। ଏମିତି କହି ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ପରଦିନ ସକାଳେ ମୁନି ତାଙ୍କ ପୁରୁଣା ଘରକୁ ଆସିଲା।
ସେ ସିନ୍ଦୁକରେ ସେ କାଗଜକୁ ନ ପାଇ ବାହାରକୁ ଆସିଲା। ସେ ଦେଖିଲା ବୁଢ଼ୀ ଚଢ଼େଇ ବି ସେଠି ନାହିଁ। ଆରେ ସେ ବୁଢ଼ୀ ଚଢ଼େଇଟି କୁଆଡ଼େ ଗଲା? କାଲି ରାତିରେ ତ ମୁଁ ତାକୁ ଏଇଠି ଦେଖିଥିଲି। ତା ମାନେ କଣ ସେ ବୁଢ଼ୀ ଚଢ଼େଇ ମୋ ସୁନା ଘର ଠିକଣା ଥିବା କାଗଜକୁ ନେଇଯାଇଛି? ମୁଁ ତାକୁ ଜମା ବି ଛାଡ଼ିବିନି। ଯେମିତି ବି ହେଉ ମୁଁ ତାକୁ ଖୋଜି ବାହାର କରିବି। ଏମିତି ଚିନ୍ତା କରି ମୁନି ଚାରିଆଡ଼େ ସେ ବୁଢ଼ୀ ଚଢ଼େଇକୁ ଖୋଜିଲା। କିଛି ଦୂର ଗଲା ପରେ ସେ ବୁଢ଼ୀ ଚଢ଼େଇକୁ ଦେଖିଲା। ଆରେ ଏଇ ତ ସେଇ ବୁଢ଼ୀ ଚଢ଼େଇ। ମୁଁ ତା ପାଖକୁ ଯାଇ ଦେଖେ ତା ପାଖରେ ମୋ କାଗଜ ଅଛି କି ନାହିଁ। ଏମିତି ଚିନ୍ତା କରି ମୁନି ସେ ବୁଢ଼ୀ ଚଢ଼େଇର ପଛା କଲା। ପଛା କରୁ କରୁ ହଠାତ୍ ସେ ବୁଢ଼ୀ ଚଢ଼େଇକୁ ଆଉ ଦେଖିବାକୁ ପାଇଲାନି। ଆରେ ଆରେ ସେ ବୁଢ଼ୀ ଚଢ଼େଇ ହଠାତ୍ କୁଆଡ଼େ ଚାଲିଗଲା? ଏତେ ସହଜରେ ମୁଁ ତା ପଛା ଛାଡ଼ିବିନି। ମୁଁ ତାକୁ ଖୋଜିକି ହିଁ ରହିବି। ତାପରେ ମୁନି ପୁଣି ଆଗକୁ ଗଲା। କିଛି ଦୂର ଗଲା ପରେ ସେ ଏକ ଆଲୋକ ଦେଖିଲା। ପାଖକୁ ଯାଇ ଦେଖିଲା ବୁଢ଼ୀ ଚଢ଼େଇ ଏକ ମଶାଲ ଧରି ଛିଡ଼ା ହେଇଛି। ଏଇ ବୁଢ଼ୀ, ତ ପଛା କରି କରି ମତେ ଥକା ଲାଗିଲାଣି। ମୁଁ ଜାଣେ ତୁ ହିଁ ମୋ ସୁନା ଘର ଠିକଣା ଥିବା କାଗଜକୁ ଚୋରି କରିଛୁ। ମତେ ଭଲରେ ସେ କାଗଜ ଫେରିଦେ, ନହେଲେ ମୁଁ ତତେ ଛାଡ଼ିବିନି। ଆରେ ଝିଅ, ତୁ ଏତେ ରାଗୁଛୁ କଣ ପାଇଁ? ମୁଁ ତତେ ତ ସୁନା ଘର ଠିକଣା କହିବାକୁ ହିଁ ତତେ ଏଠାକୁ ଆଣିଛି। ଆଚ୍ଛା, ତୁମେ କିଏ? ଆଉ ମୋ ସୁନା ଘର ବିଷୟରେ କେମିତି ଜାଣିଲ? ସୁନା ଘର ବିଷୟରେ ମୁଁ ତ ବଡ଼ ଭଉଣୀ ପାଖରୁ ଶୁଣିଥିଲି। ଦିନେ ତ ବଡ଼ ଭଉଣୀ ମତେ ସାହାଯ୍ୟ କରିଥିଲା। ସେଥିପାଇଁ ମୁଁ ଆଜି ତତେ ସାହାଯ୍ୟ କରିବାକୁ ଆସିଛି। ମୁଁ ସେ ସୁନା ଘର ଠିକଣା ଜାଣିଛି। ଆରେ ଝିଅ, ସେ ସୁନା ଘରକୁ ଯିବା ପୂର୍ବରୁ ଆଗ କହିଲୁ, ତତେ ସେ ସୁନା ଘରେ ଥିବା ସୁନା, ହୀରା, ମୋତି ଦରକାର ନା ଆଲୁଅ, ପବନ, ଜଳ ମିଶା ପ୍ରକୃତି? ତୁ କାହାକୁ ବାଛିବୁ ଆଗ କହ। ଏମିତି ଶୁଣି ମୁନି ମନରେ ଚିନ୍ତା କଲା, ସୁନା ଘର ଥରେ ପାଇଲେ ଆଉ କଣ ଦରକାର ହେବ? ସେ ସୁନା ଘର ମୋ ରାତିର ନିଦ ହଜେଇ ଦେଇଛି। ମୁଁ ତ ସୁନା ଘରକୁ ହିଁ ବାଛିବି। ବୁଢ଼ୀ ମା, ମତେ ସେ ସୁନା ଘର ଦରକାର। ମୋର ଆଉ କିଛି ବି ଦରକାର ନାହିଁ। ମତେ ଖାଲି ସେ ସୁନା ଘରେ ପହଞ୍ଚେଇ ଦିଅ। ଆଚ୍ଛା ଠିକ ଅଛି, ଆସ ମୋ ସାଙ୍ଗରେ। ତାପରେ ବୁଢ଼ୀ ଚଢ଼େଇ ମୁନିକୁ ଧରି ଏକ କୂଅ ଭିତରକୁ ଗଲା। ସେଇ କୂଅ ଭିତରେ ଥିଲା ସୁନା ଘର। ସୁନା ଘରକୁ ଦେଖି ତ ମୁନି ଖୁସିରେ ଦୌଡ଼ିକି ସେ ଘର ଭିତରକୁ ଗଲା। ଏତେ ସାରା ସୁନା ଦେଖି ସେ ସେଇ ସୁନା ଉପରେ ଶୋଇ ପଡ଼ିଲା। ମିଳିଗଲା, ମତେ ମୋ ସୁନା ମିଳିଗଲା। କେତେ ଦିନରୁ ମୁଁ ଏ ସୁନାକୁ ଖୋଜୁଥିଲି। ଆଉ ମୁଁ ଏ ସୁନା ଛାଡ଼ି କୁଆଡ଼େ ବି ଯିବିନି। ଆଚ୍ଛା, ତୁ ତାହେଲେ ଏଇଠି ରହିବୁ, ଆଉ ବାହାରକୁ ଯିବୁନି? ହଁ ହଁ, ମୁଁ ଆଜିଠୁ ଏଇଠି ରହିବି। ଆଉ ଏ ଜାଗା ଛାଡ଼ି କୁଆଡ଼େ ବି ଯିବିନି। ଏମିତି ଶୁଣି ବୁଢ଼ୀ ଚଢ଼େଇ ମୁନିକୁ ଏକା ଛାଡ଼ି ସେ କୂଅ ଭିତରୁ ବାହାରି ଆସିଲା। ଏହିପରି ଅନେକ ଦିନ ବିତିଗଲା। ଭୋକ ଶୋଷରେ ମୁନି ଦିନକୁ ଦିନ ଦୁର୍ବଳ ହେଇଗଲା। ସେ ଯେତେ ଚେଷ୍ଟା କଲେ ବି ସେ ସୁନା ଘରୁ ବାହାରି ପାରୁନଥିଲା। ପାଣି, ଭାରି ଶୋଷ ଲାଗୁଛି। କେତେ ଦିନରୁ ମୁଁ ବାହାରର ପରିବେଶ ଦେଖିନି। ସମସ୍ତେ ଖାଇବା ଖୋଜିବାକୁ ଏବେ ବାହାରିଥିବେ। ନଦୀରୁ ମିଠା ପାଣି ପିଉଥିବେ। ଅନେକ ଦିନ ହେଇଗଲାଣି ମୁଁ ପାଣି ପିଇନି। ମତେ ଭୋକ ବି ଲାଗୁଛି। ମୋର ଏ ସୁନା ଘର ଦରକାର ନାହିଁ। ମୁଁ ଏ ଘରୁ ବାହାରିବି। ବୁଢ଼ୀ ମା, କୋଉଠି ଅଛ ବୁଢ଼ୀ ମା? ଦୟାକର ମତେ ଏ ସୁନା ଘରୁ ବାହାର କରିଦିଅ। ମୁନିର ଏପରି ଚିତ୍କାର ଶୁଣି ବୁଢ଼ୀ ଚଢ଼େଇ ସେ ସୁନା ଘର ପାଖକୁ ଆସିଲା। ଆରେ ତୁ ମତେ ଏବେ କାହିଁକି ମନେ ପକଉଛୁ? ତୁ ତ ସୁନା ଘରକୁ ଖୋଜୁଥିଲୁ, ମୁଁ ତତେ ଦେଇଦେଲି। ଏବେ ତୁ ଖୁସିରେ ନ ରହି ଏ ଘରୁ ବାହାରିବାକୁ ଚାହୁଁଛୁ? ହଁ ବୁଢ଼ୀ ମା, ମୁଁ ଏ ଘରୁ ବାହାରିବାକୁ ଚାହୁଁଛି। ମୋ ଜୀବନ ନ ରହିଲେ ଏ ସୁନା ମୋର କୋଉ କାମରେ ଆସିବ? ମୁଁ ମୋ ଭୁଲ ବୁଝି ସାରିଛି ବୁଢ଼ୀ ମା। ମୁଁ ଆଉ କେବେ ବି ଏ ସୁନା ଲୋଭରେ ପଡ଼ିବିନି। ଦୟାକରି ମତେ ଏଠୁ ବାହାର କରିଦିଅ, ନହେଲେ ମୁଁ ନ ଖାଇ ନ ପିଇ ମରିଯିବି। ଆଚ୍ଛା ଠିକ ଅଛି, ମୁଁ ଏବେ ତତେ ଏ ଘରୁ ବାହାର କରିଦେଉଛି। ଏମିତି କହି ବୁଢ଼ୀ ଚଢ଼େଇ ମୁନିକୁ ସେ ସୁନା ଘରୁ ବାହାର କରିଦେଲା। ମୁନି ଶୀଘ୍ର ଘରକୁ ଯାଇ ତା ବଡ଼ ଭଉଣୀକୁ ସବୁ କଥା କହିଲା। ସେବେଠାରୁ ସେ ଆଉ ଲୋଭ କଲା ନାହିଁ। ସବୁ କାମରେ ତା ବଡ଼ ଭଉଣୀକୁ ସାହାଯ୍ୟ କରୁଥିଲା। ଗୋଟିଏ ଜଙ୍ଗଲରେ ଏକ ଅନାଥ ଚଢ଼େଇ ରହୁଥିଲା। ନିଜର କହିଲେ ତାର ଏ ଦୁନିଆରେ କେହି ନଥିଲେ। ଚଢ଼େଇ ନିଜର ଏକ ଛୋଟ ଜମିରେ ପରିବା ଚାଷ କରୁଥିଲା। ସେ ପ୍ରତ୍ୟେକ ଦିନ ଘର ଘର ବୁଲି ପରିବା ବିକ୍ରି କରୁଥିଲା।
ଦିନେ ଦିନେ ତ ଚଢ଼େଇର ସବୁ ପରିବା ବିକ୍ରି ହେଇଯାଉଥିଲା, ହେଲେ ବେଳେ ବେଳେ ତା ପରିବା କେହି କିଣୁନଥିଲେ। ଏମିତି ଗୋଟେ ଦିନ, ପରିବା ନିଅନ୍ତୁ ପରିବା, ତାଜା ତାଜା ପରିବା, ମୋ ପରିବା ଦାମ ସବୁଠୁ ଶସ୍ତା, ପରିବା ନିଅନ୍ତୁ ପରିବା। ସେଦିନ ଚଢ଼େଇର ଗୋଟେ ବି ପରିବା କେହି କିଣିଲେନି। ମନ ଦୁଃଖରେ ଚଢ଼େଇ ଗୋଟେ ଗଛ ମୂଳେ ବସି କାନ୍ଦିବାକୁ ଲାଗିଲା। ସକାଳୁ ସନ୍ଧ୍ୟା ହେଇଗଲା, ଆଜି କେହି ବି ମୋ ପରିବା କିଣିଲେନି। ଚାଲି ଚାଲି ମୋ ଗୋଡ଼ ବଥା କଲାଣି। ଦିନେ ପରିବା ନ ବିକିଲେ ମୋ ଚୁଲି ଜଳେନି। ଲାଗୁଛି ଆଜି ମୋତେ ଉପାସରେ ରହିବାକୁ ପଡ଼ିବ। ଚଢ଼େଇ ଏପରି କହି କହି କାନ୍ଦୁଥିବା ସମୟରେ ହଠାତ୍ ସେଠାକୁ ଗୋଟିଏ ସୁନ୍ଦରୀ ଚଢ଼େଇ ଆସିଲା। ସେ ଚଢ଼େଇକୁ ଏପରି କାନ୍ଦୁଥିବାର ଦେଖି ତାକୁ କହିଲା, ଆରେ ଝିଅ, ତୁ କାନ୍ଦୁଛୁ କ'ଣ ପାଇଁ? କ'ଣ ହେଇଛି ତୋର? ମୋତେ କହ। ମୁଁ ହେଲି ସାହାଯ୍ୟକାରୀ ଚଢ଼େଇ। ମୁଁ ଏ ଜଙ୍ଗଲରେ ରୁହେ। ଯିଏ ବି କିଛି ବିପଦରେ ପଡ଼ି ମୋତେ ସାହାଯ୍ୟ ମାଗେ, ମୁଁ ତାକୁ ସାହାଯ୍ୟ କରେ। ଏ ରାସ୍ତା ଦେଇ ଯିବା ସମୟରେ ମୁଁ ତତେ କାନ୍ଦୁଥିବାର ଦେଖିଲି, ସେଥିପାଇଁ ମୁଁ ତୋ ପାଖକୁ ଚାଲି ଆସିଲି। ସୁନ୍ଦରୀ ଚଢ଼େଇ, ମୁଁ ତମକୁ ଆଉ କ'ଣ କହିବି? ଆଜି ମୋର ଗୋଟେ ବି ପରିବା ବିକ୍ରି ହେଲା ନାହିଁ। ମୁଁ ସକାଳୁ କିଛି ଖାଇନି। ପରିବା ଧରି ଏତେ ଚାଲିଛି ଯେ ମୋ ଗୋଡ଼ ବଥା କଲାଣି। ତୋ କଥାରୁ ମୁଁ ଜାଣିପାରିଲି ତୁ ବହୁତ କଷ୍ଟରେ ଅଛୁ। ତୁ ଜମା ବି ଚିନ୍ତା କରନି, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ରହ, ମୁଁ ଦେଖୁଛି ମୁଁ କ'ଣ କରିପାରିବି। ଏମିତି କହି ସୁନ୍ଦରୀ ଚଢ଼େଇ ଆଖି ବନ୍ଦ କଲା। କିଛି ସମୟ ପରେ ସେ ଆଖି ଖୋଲି ଚଢ଼େଇକୁ କହିଲା, ଚଢ଼େଇ, ତୋ ଘର ବାହାରେ ଯେଉଁ କୂଅ ଅଛି, ମୁଁ ମୋ ଶକ୍ତିରେ ସେ କୂଅ ପାଣିକୁ ସୁନାର ପାଣି କରିଦେଇଛି। ତୁ ସେ ପାଣି ଯେଉଁ ଜିନିଷ ଉପରେ ଢାଳିବୁ, ସେ ଜିନିଷ ସୁନାର ହେଇଯିବ। ହେଲେ ହଁ, କେବେ ବି ବେଶୀ ଲୋଭ କରିବୁନି, ନହେଲେ ସବୁ ଓଲଟା ହେଇଯିବ। ତାପରେ ସେ ଚଢ଼େଇର ଗୋଡ଼ରେ ତା ଯାଦୁର ଲାଠିକୁ ରଖିଦେଲା, ଯାହାଦ୍ୱାରା ଚଢ଼େଇର ଗୋଡ଼ର ବଥା ଦୂର ହେଇଗଲା। ତାପରେ ସେ ସୁନ୍ଦର ଚଢ଼େଇ ସେଠାରୁ ଚାଲିଗଲା। ଚଢ଼େଇ ବି ନିଜ ପରିବା ଧରି ଘରକୁ ଫେରିଲା। ସେ ତା କୂଅ ପାଖକୁ ଗଲା ଆଉ ମନରେ ଚିନ୍ତା କଲା, ସେ ସୁନ୍ଦର ଚଢ଼େଇ କହୁଥିଲେ ମୁଁ ମୋ କୂଅର ପାଣି ଯେଉଁ ଜିନିଷରେ ଢାଳିବି ତାହା ସୁନା ହେଇଯିବ। ମୁଁ ଥରେ ପରୀକ୍ଷା କରିକି ଦେଖେ, ଏକଥା ସତ କି ମିଛ। ଏମିତି ଚିନ୍ତା କରି ଚଢ଼େଇ କୂଅରୁ ପାଣି କାଢ଼ିଲା ଆଉ ତାପରେ ସେ ପରିବାରେ ଢାଳିଦେଲା। ସଙ୍ଗେ ସଙ୍ଗେ ତା ପରିବା ସୁନା ହେଇଗଲା। ଚଢ଼େଇ ଏସବୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଏ କ'ଣ, ମୋ କୂଅର ପାଣି ଢାଳିବା ସଙ୍ଗେ ସଙ୍ଗେ ମୋ ପରିବା ସୁନାର ହେଇଗଲା? ସୁନ୍ଦରୀ ଚଢ଼େଇ ଠିକ୍ କହୁଥିଲେ, ଏବେ ମୋର ସବୁ ଅଭାବ ଦୂର ହେଇଯିବ। ଏମିତି କହି ଚଢ଼େଇ ତା ସୁନା ପରିବା ଧରି ସୁନାର ଦୋକାନକୁ ଗଲା ଆଉ ସେ ସୁନା ବିକ୍ରି କରି ବହୁତ ଟଙ୍କା ପାଇଲା। ଧୀରେ ଧୀରେ ସେ ବହୁତ ଧନୀ ହେଇଗଲା। ନିଜ ଛୋଟ ଘର ଜାଗାରେ ଚଢ଼େଇ ଏକ ବଡ଼ ଆଉ ସୁନ୍ଦର ଘର ତିଆରି କଲା। ତା ଘର ପାଖରେ ଏକ କାଉ ରହୁଥିଲା। ସେ ଥିଲା ବହୁତ ଲୋଭୀ ଆଉ ସ୍ୱାର୍ଥପର। ହଠାତ୍ ଚଢ଼େଇର ଏପରି ଉନ୍ନତି ହେବା ଦେଖି ସେ ମନେ ମନେ ତାକୁ ଖୁବ୍ ଈର୍ଷା କଲା। ଏ ଚଢ଼େଇର ତ ବାପା ମା କେହି ନାହାନ୍ତି। ଓଳିଏ ଖାଇବା ପାଇଁ ସେ ଘର ଘର ବୁଲି ପରିବା ବିକ୍ରି କରୁଥିଲା। ହଠାତ୍ କ'ଣ ହେଲା ଯେ ସେ ଏତେ ଧନୀ ହେଇଗଲା? ତା ଉପରେ ନଜର ରଖିବାକୁ ପଡ଼ିବ, ତାହେଲେ ଜାଣିପାରିବି ସେ ଏତେ ଟଙ୍କା ପାଇଲା କୋଉଠୁ। ଏମିତି ଚିନ୍ତା କରି କାଉ ପ୍ରତ୍ୟେକ ଦିନ ଚଢ଼େଇ ଉପରେ ନଜର ରଖିଲା। ଦିନେ ସେ ଜାଣିଗଲା ଯେ ଚଢ଼େଇ ତା କୂଅ ପାଣିରେ ସବୁ ଜିନିଷକୁ ସୁନା କରୁଛି। ଆଚ୍ଛା, ଏ ଚଢ଼େଇ ତାହେଲେ ଏମିତି ଧନୀ ହେଉଛି। ମୋର ସେ ସୁନା କୂଅ ଦରକାର। ଏବେ ଯେମିତି ବି ହେଉ ମୁଁ ଚଢ଼େଇଠୁ ତା ସୁନା କୂଅ ଛଡ଼େଇକି ନେଇ ଆସିବି। ତାପରେ କାଉ ଏକ ଉପାୟ ଚିନ୍ତା କଲା। ପରଦିନ ସକାଳେ ସେ ଚଢ଼େଇର ଘରକୁ ଗଲା ଆଉ ଜୋର ଜୋରରେ ପାଟି କଲା, ଏ ବଦମାସ ଚଢ଼େଇ, କୁଆଡ଼େ ଗଲୁ? ମୋ ଟଙ୍କା ଧାର ନେଇ ଆଉ ଫେରେଇବାକୁ ନା ଧରୁନୁ। ଶୀଘ୍ର ବାହାରକୁ ଆସ, ନହେଲେ ମୁଁ ପୋଲିସ ଡାକିବି। କାଉର ଏପରି କଥା ଶୁଣି ଚଢ଼େଇ ଘର ଭିତରୁ ବାହାରି ଆସିଲା। କାଉ ଅଙ୍କଲ, ତୁମେ କ'ଣ କହୁଛ? ମୁଁ କେତେବେଳେ ତମଠୁ ଧାର ନେଲି? ମିଛ କଥା କାହିଁକି କହୁଛ? ମୁଁ କାହିଁକି ମିଛ କହିବି? ତୁ ଯେତେବେଳେ ଛୋଟ ଥିଲୁ ତୋ ବାପା ମା ମୋଠୁ ବହୁତ ଟଙ୍କା ଧାର ନେଇଛନ୍ତି। ତୁ ଯେଉଁ ଜମିରେ କୂଅ ଆଉ ଘର କରିଛୁ ସେ ଜମି ମୋର। ଭଲରେ ମୋ ସବୁ ଜିନିଷ ମୋତେ ଫେରେଇ ଦେ, ନହେଲେ ମୁଁ ତତେ ମାରି ଏଇଠି ପୋତିଦେବି। କାଉର ଏପରି ଧମକ ଶୁଣି ଚଢ଼େଇ ଡରିଗଲା ଆଉ କିଛି ନ କହି ଚୁପଚାପ ସେଠୁ ଚାଲିଗଲା। ଚଢ଼େଇର ସବୁ କିଛି କାଉ ଛଡ଼େଇ ନେଇ ଯାଇଥିଲା। ଏମିତିକି ତା ପାଖରେ ଖାଇବା ପାଇଁ ବି କିଛି ନଥିଲା। ଚଢ଼େଇ ଗୋଟେ ଗଛ ମୂଳେ ବସି କାନ୍ଦିବାକୁ ଲାଗିଲା। ସେପଟେ କାଉ ମନରେ ଚିନ୍ତା କଲା,
ଆରେ ବାଃ, ସେ ଚଢ଼େଇକୁ ମୁଁ ବୋକା ବନେଇ ତାର ସବୁ କିଛି ନେଇ ଆସିଲି। ହେଲେ ବେଶୀ ଦିନ ମୁଁ ଏଠି ରହିପାରିବିନି। ଜଙ୍ଗଲର ଅନ୍ୟ ଚଢ଼େଇମାନେ ସତ କଥା ଜାଣିଛନ୍ତି। ଏ ଜମି ମୋର ନୁହଁ। ସେମାନେ ଚଢ଼େଇକୁ ସତ କଥା କହିଦେଲେ ମୁଁ ଧରା ପଡ଼ିଯିବି। ତା ପୂର୍ବରୁ ମୁଁ ମୋର ସବୁ କିଛି ସୁନା କରି ଏ ଜଙ୍ଗଲ ଛାଡ଼ି ଚାଲିଯିବି। ତାପରେ କାଉ ଯାହା ପାଇଲା ତାହା ଆଣି ସେଥିରେ କୂଅର ପାଣି ଢାଳିଲା। ସଙ୍ଗେ ସଙ୍ଗେ ସେ ସବୁ ସୁନା ପାଲଟିଗଲା। ଏମିତି ଦେଖି ତ କାଉର ଖୁସି କହିଲେ ନ ସରେ। ବାଃ, ଏ କୂଅର ପାଣିରେ ତ ଚମତ୍କାର ଶକ୍ତି ଅଛି। ଏ କୂଅର ପାଣି ଦ୍ୱାରା ମୁଁ ଗୋଟେ ସୁନାର ସହର ତିଆରି କରିପାରିବି। ସେମିତି ହେଲେ ତ ବହୁତ ମଜା ହେବ। ଆଚ୍ଛା, ମୁଁ ଯଦି ଏ କୂଅ ପାଣିରେ ଗାଧେଇବି ମୁଁ ବି ତ ସୁନାର ହେଇଯିବି। ସମସ୍ତେ ମୋତେ ଦେଖିଲେ ଡରି ମୋର ସେବା କରିବେ ଆଉ ମୋର ସବୁ କଥା ମାନିବେ। ହା ହା ହା। ଚାଲ ମୁଁ ଶୀଘ୍ର ଏ କୂଅ ପାଣିରେ ଗୋଟେ ବୁଡ଼ ମାରିଦିଏ। ଏମିତି ଚିନ୍ତା କରି କାଉ କୂଅ ପାଣିରେ ଡେଇଁ ପଡ଼ିଲା। ତାପରେ ସେ ଉଡ଼ି ବାହାରକୁ ଚାଲି ଆସିଲା। ସଙ୍ଗେ ସଙ୍ଗେ ତା ଦେହ ସୁନାର ହେଇଗଲା। କାଉ ଭୀଷଣ ଖୁସି ହେଇଗଲା। ବାଃ, ମୋ ଦେହ ତ ସୁନାର ହେଇଗଲା। ମୁଁ କେତେ ସୁନ୍ଦର ଦେଖାଯାଉଛି। ମୋ ଦେହ ଖାଲି ଚକଚକ କରୁଛି। ହେଲେ ଏ କ'ଣ, ମୁଁ ତ ଟିକେ ବି ହଲି ପାରୁନି। ତା ମାନେ ମୁଁ କ'ଣ ମୂର୍ତ୍ତି ପାଲଟି ଗଲି? ମୁଁ ମୋ ଡେଣାକୁ ବି ହଲେଇ ପାରୁନି। ମୁଁ ଯଦି ସବୁଦିନ ପାଇଁ ଏମିତି ମୂର୍ତ୍ତି ହେଇ ରହିବି, ଏତେ ସୁନା ପାଇ ମୁଁ କ'ଣ କରିବି? ଏ କ'ଣ ସର୍ବନାଶ ହେଇଗଲା। ଏବେ ମୁଁ କ'ଣ କରିବି? କାଉ ଏପରି ଚିତ୍କାର କରୁଥିବା ସମୟରେ ସୁନ୍ଦରୀ ଚଢ଼େଇ ସେଠାକୁ ଆସିଲା ଆଉ କହିଲା, ତୋ ସହ ଯାହା ହେଇଛି ଠିକ୍ ହେଇଛି। ସୁନା ପାଇଁ ତୋର ଭାରି ଲୋଭ ନା? ଆଉ ଥରେ ତତେ କୂଅ ପାଣିରେ ପକେଇଦେବି କି? ଏଥର ତ କଥା କହିପାରୁଛୁ, ସେତେବେଳେ ଆଉ କଥା ବି କହିପାରିବୁନି। ଅନ୍ୟର ଜିନିଷ ଛଡ଼େଇ ନେବାର ଶାସ୍ତି ପା। ମୋର ଭୁଲ ହେଇଯାଇଛି ସୁନ୍ଦର ଚଢ଼େଇ, ମୋତେ କ୍ଷମା କରିଦିଅ। ମୁଁ ଚଢ଼େଇକୁ ତାର ସବୁ ସମ୍ପତ୍ତି ଫେରେଇ ଦେବି ଆଉ କେବେ ବି ଅନ୍ୟର ଜିନିଷ ଉପରେ ଲୋଭ କରିବିନି। ମୋ ଉପରେ ଟିକେ ଦୟା କର। ମୋତେ ସୁନାରୁ ମୁକ୍ତ କରିଦିଅ। ମୁଁ ସତ କହୁଛି, ମୁଁ ଆଉ କେବେ ବି ଏଭଳି ଭୁଲ କରିବିନି। ଠିକ୍ ଅଛି, ତୁ ଯଦି ତୋ ଭୁଲ ବୁଝିପାରିଲୁ ମୁଁ ତତେ ପୂର୍ବ ଭଳି କରିଦେବି। ତୁ ଆଉ କେବେ ବି ଲୋଭ କରିବୁନି, ଅନ୍ୟର ଜିନିଷ ଛଡ଼େଇ ନେବୁନି, ଚଢ଼େଇକୁ ତାର ସବୁ କିଛି ଫେରେଇ ଦେବୁ। କାଉ ତା କଥାରେ ରାଜି ହେଇଗଲା। ସୁନ୍ଦର ଚଢ଼େଇ କାଉକୁ ତା ପୂର୍ବ ରୂପ ଫେରେଇ ଦେଲା। କାଉ ତୁରନ୍ତ ଚଢ଼େଇକୁ ଖୋଜିବା ପାଇଁ ଚାଲିଗଲା। ସେ ଚଢ଼େଇକୁ ଖୋଜି ତା ପାଖରେ ସବୁ କଥା ଜଣେଇଲା ଆଉ ତାକୁ କ୍ଷମା ମାଗିଲା। କାଉ ସବୁଦିନ ପାଇଁ ସେ ଜଙ୍ଗଲ ଛାଡ଼ି ଚାଲିଗଲା। ଏମିତି ପୁଣି ଚଢ଼େଇ ତାର ସବୁ କିଛି ଫେରି ପାଇ ଖୁସିରେ ରହିଲା। ଥରେ ଗୋଟିଏ ଜଙ୍ଗଲର ଏକ ଗଛରେ ଘର କରି ଗୋଟିଏ ମା ଚଢ଼େଇ ତାର ଛୋଟ ଛୋଟ ଦୁଇଟି ଛୁଆଙ୍କ ସହ ରହୁଥିଲା। ମା ଚଢ଼େଇର ଘରଟି ଥିଲା ବହୁତ ପୁରୁଣା ଆଉ ଭଙ୍ଗା। ସେ ବହୁତ କଷ୍ଟରେ ତା ଛୁଆଙ୍କ ସହ ସେ ଘରେ ରହୁଥିଲା। ଆରେ ପିଲାମାନେ, ଉଠ ଉଠ, ସକାଳ ହେଲାଣି। ଦେଖ, ଆଜି ମୁଁ ତମ ମନପସନ୍ଦର ଖାଇବା ତିଆରି କରିଛି। ଏଇ ନିଅ, ଖାଅ। ତମେ ଦୁଇ ଜଣ ଘରେ ଥିବ, ଜମା ବି ଦୁଷ୍ଟ ହେବନି। ମୁଁ ଖାଇବା ଧରି ଶୀଘ୍ର ଘରକୁ ଫେରି ଆସିବି। ମା, ଆମକୁ ଘରେ ଏକା ରଖି ବାହାରକୁ ଯାଅନି। ତୁମେ ଯେତେବେଳେ ଘରେ ନଥାଅ, ବଡ଼ ପକ୍ଷୀମାନେ ଆମ ଘରକୁ ଆସନ୍ତି। ଏ ଘର କୋଣରେ ସେମାନେ ଆମକୁ ଦେଖନ୍ତି। ଆମକୁ ବହୁତ ଡର ଲାଗେ ମା, ଯଦି ସେମାନେ ଆମକୁ ଖାଇଦେବେ। ହେଲେ ପିଲାମାନେ, ମୁଁ ବାହାରକୁ ନଗଲେ ତମମାନଙ୍କ ପାଇଁ ଖାଇବା କେମିତି ଆଣିବି? ତାହେଲେ ମା, ଆମକୁ ବି ତୁମ ସାଙ୍ଗରେ ନେଇଯାଅ। ତମେ ଦୁଇ ଜଣ ଏବେ ବହୁତ ଛୋଟ, ଠିକରେ ଉଡ଼ି ଶିଖିନ। ଯେବେ ଭଲ ଭାବରେ ଉଡ଼ି ଶିଖିଯିବ, ମୁଁ ତମକୁ ମୋ ସାଙ୍ଗରେ ନେଇଯିବି। ଆଜି ତମେମାନେ ଜମା ବି ଭୟ କରନି। ମୁଁ ଖାଇବା ଖୋଜିବା ପାଇଁ ବେଶୀ ଦୂରକୁ ଯିବିନି। ମୁଁ ଶୀଘ୍ର ଘରକୁ ଫେରି ଆସିବି। ଏମିତି ଚଢ଼େଇ ତା ଛୁଆଙ୍କୁ ବୁଝେଇ ଖାଇବା ଆଣିବା ପାଇଁ ବାହାରକୁ ଚାଲିଗଲା। ରାସ୍ତାରେ ତାର ଗୋଟେ ମିଟୁ ସହ ଦେଖା ହେଲା। ଆରେ ଚଢ଼େଇ, ଆଜି ତୁ ଏଇ ପାଖରେ ଖାଇବା ଖୋଜୁଛୁ ଯେ? ତୁ ତ ସବୁଦିନ ଖାଇବା ଆଣିବା ପାଇଁ ଦୂରକୁ ଯାଉ, ଆଜି କ'ଣ ହେଲା? ମିଟୁ ଭଉଣୀ, କ'ଣ ଆଉ କହିବି, ମୋ ଛୁଆଙ୍କ ପାଇଁ ମୁଁ ବହୁତ ଚିନ୍ତାରେ ଅଛି। କ'ଣ ହେଇଛି ଚଢ଼େଇ? ତୋ ଛୁଆମାନେ ଭଲ ଅଛନ୍ତି ତ? ହଁ, ସେମାନେ ତ ଭଲ ଅଛନ୍ତି, ହେଲେ ମୋ ଘର ଭଲ ନାହିଁ। ତୁ ତ ଜାଣିଛୁ ମୋ ଘର କେତେ ପୁରୁଣା ଆଉ ଭଙ୍ଗା। ମୋ ଛୁଆମାନେ କହୁଥିଲେ ମୁଁ ଯେତେବେଳେ ଘରେ ନଥାଏ କିଛି ବଡ଼ ପକ୍ଷୀ ମୋ ଘରକୁ ଆସନ୍ତି। କିଏ ଜାଣେ ସେମାନେ କେତେବେଳେ ମୋ ଘର ଉପରେ ଆକ୍ରମଣ କରି ମୋ ଛୁଆଙ୍କୁ ନେଇଯିବେ।
ଏପଟେ ପୁଣି ଶୀତ ଦିନ ଆରମ୍ଭ ହେଲାଣି। ଜାଣିପାରୁନି ଶୀତ ଦିନରେ ମୁଁ ମୋ ଛୁଆଙ୍କୁ ନେଇ ସେ ଭଙ୍ଗା ଘରେ କେମିତି ରହିବି। ହଁ ଚଢ଼େଇ, ଏଇଟା ତ ତୁ ଠିକ୍ କଥା କହିଲୁ। ଶୀତରେ ଭଙ୍ଗା ଘରେ ରହିବା ବହୁତ କଷ୍ଟ। ଯାହା ହଉ ମୁଁ ଏଥର ମୋ ନିଜ ପାଇଁ ଏକ ପକ୍କା ଘର ତିଆରି କରି ନେଇଛି। ମୋର ଆଉ ଚିନ୍ତା ନାହିଁ। ହଉ ଚଢ଼େଇ, ମୁଁ ଏବେ ଆସୁଛି। ମୋ ଛୁଆମାନେ ଘରେ ମୋତେ ଅପେକ୍ଷା କରିଥିବେ। ସମସ୍ତେ ନିଜ ପାଇଁ ଘର ତିଆରି କରିସାରିଛନ୍ତି ବୋଲି କେତେ ଖୁସିରେ ଅଛନ୍ତି। ଆଉ ମୁଁ ସବୁବେଳେ ମୋ ଛୁଆଙ୍କୁ ନେଇ ଡରି ଡରି ରହୁଛି। ବହୁତ ସମୟ ହେଲାଣି, ଯାଏ ଘରକୁ। ଛୁଆମାନେ ମୋତେ ଅପେକ୍ଷା କରିଥିବେ। ଏମିତି ଚିନ୍ତା କରି ମା ଚଢ଼େଇଟି ଘରକୁ ଫେରିଲା। ସେ ଘରକୁ ଫେରି ଦେଖିଲା ଗୋଟେ ବଡ଼ ଚିଲ ତା ଘର ଉପରେ ଉଡ଼ୁଛି। ସେ ଚିଲକୁ କହିଲା, ଆରେ ଚିଲ, ତୁ ମୋ ଘର ପାଖରେ କାହିଁକି ଉଡ଼ୁଛୁ? ଆରେ ଚଢ଼େଇ, ସେମିତି କିଛି ନୁହଁ। ମୁଁ ଏ ରାସ୍ତାରେ ଯାଉଥିଲି ତ ଘରକୁ ଦେଖି ଟିକେ ଅଟକି ଗଲି। ଆଉ ଚଢ଼େଇ, ତୋ ଛୁଆମାନେ କୁଆଡ଼େ ଗଲେ? ସେମାନେ କ'ଣ ଘରେ ନାହାନ୍ତି? ମୋ ଛୁଆମାନେ ଘରେ ଥାଆନ୍ତୁ କି ନଥାନ୍ତୁ, ସେଥିରେ ତୋର କ'ଣ ଯାଇ ଆସେ? ମୁଁ ଠିକ୍ ଜାଣିଛି କ'ଣ ପାଇଁ ତୁମ ଘର ଉପରେ ନଜର ରଖିଛୁ। ମୋ ଛୁଆଙ୍କଠୁ ଦୂରେଇକି ରହ, ନହେଲେ ମୋଠୁ ଖରାପ କେହି ହେବେନି। ଏଠୁ ଶୀଘ୍ର ଚାଲିଯା, ନହେଲେ ମୁଁ ପାଟି କରି ସବୁ ଚଢ଼େଇଙ୍କୁ ଏକାଠି କରିବି। ତାପରେ ଚିଲ ସେଠାରୁ ଚାଲିଗଲା। ମା ଚଢ଼େଇଟି ତା ଛୁଆଙ୍କ ପାଖକୁ ଗଲା। ରାତିରେ ଛୁଆମାନେ ଶୋଇପଡ଼ିଲେ। ହେଲେ ଚିନ୍ତାରେ ମା ଚଢ଼େଇର ନିଦ ହେଲା ନାହିଁ। ସେ ଘର ବାହାରକୁ ଆସି ବହୁତ କାନ୍ଦିଲା। ସବୁ ଚଢ଼େଇ ନିଜର ମଜବୁତ ଘରେ କେତେ ଶାନ୍ତିରେ ନିଜ ପରିବାର ସହ ରହୁଛନ୍ତି। ମୋର ଏ ଭଙ୍ଗା ଘରେ ଛୁଆଙ୍କୁ ନେଇ ମୁଁ ଶୀତ ଦିନ କାଟିବି କେମିତି? ଗୋଟେ ପଟେ ଶୀତ, ଆଉ ଗୋଟେ ପଟେ ଚିଲର ଭୟ। ହେ ଭଗବାନ, ମୋ ପାଖରେ କାହିଁକି ଭଲ ଘର ନାହିଁ? ଯଦି ମୋ ପାଖରେ ବି ଗୋଟେ ଭଲ ମଜବୁତ ଘର ଥାଆନ୍ତା, ମୁଁ ଆଜି କେତେ ଶାନ୍ତିରେ ମୋ ଛୁଆଙ୍କ ସହ ଘରେ ଶୋଇଥାନ୍ତି। ଠିକ୍ ସେହି ସମୟରେ ଚିକମିକ ଆଲୁଅ ଝରେଇ ଗୋଟେ ଚାଦୁର ପକ୍ଷୀ ମା ଚଢ଼େଇ ପାଖକୁ ଆସିଲା। କିଏ ତୁମେ ସୁନ୍ଦର ପକ୍ଷୀ? ମୁଁ ତମକୁ ଆମ ଜଙ୍ଗଲରେ ଆଗରୁ ତ କେବେ ବି ଦେଖିନି। ତୁମେ କୋଉଠି ରୁହ? ଆଉ ଏତେ ରାତିରେ ଏଠି? ତୁ ମୋତେ ଦେଖିବୁ ବି କେମିତି? ମୁଁ ବହୁତ ଦୂରରେ ରୁହେ। ଚଢ଼େଇ, ମୁଁ ପ୍ରତିଦିନ ତତେ ବହୁତ କଷ୍ଟରେ ଦେଖୁଛି। ତୁ ସବୁବେଳେ ମନ ଦୁଃଖରେ ରହୁଛୁ। କହ ମୋତେ, ତୋର କ'ଣ ହେଇଛି? ଆଉ ତତେ କ'ଣ ଦରକାର? ମୁଁ ତୋର ସବୁ ଇଚ୍ଛା ପୂରା କରିଦେବି। ତୁମେ ସତ କହୁଛ ସୁନ୍ଦର ପକ୍ଷୀ? ତୁମେ ମୋର ସବୁ ଇଚ୍ଛା ପୂରା କରିଦେବ? ହଁ ହଁ, ତୁ ଯାହା କହିବୁ ମୁଁ ତୋର ସବୁ ଇଚ୍ଛା ପୂରା କରିଦେବି। କହ, ତତେ କ'ଣ ଦରକାର? ମୋର ବେଶୀ କିଛି ଦରକାର ନାହିଁ। କେବଳ ମୋତେ ଗୋଟେ ମଜବୁତ ଘର ଦିଅ, ଯେମିତି ମୁଁ କିଛି ଭୟ ନ କରି ଆରାମରେ ମୋ ଛୁଆଙ୍କ ସହ ସେ ଘରେ ରହିବି। ଠିକ୍ ଅଛି, ମୁଁ ତତେ ଏକ ମଜବୁତ ଘର ଦେବି। ଚଢ଼େଇ, ଯଦି ତୁ ମୋତେ ସୁନାର ଘର ମାଗିଥାନ୍ତୁ, ମୁଁ ତତେ ତା ବି ଦେଇଥାନ୍ତି। ହଉ, କିଛି କଥା ନାହିଁ। ଯା, ଏବେ ଘରେ ଯାଇ ଶୋଇବୁ। ସକାଳେ ତ ଇଚ୍ଛା ପୂରା ହେଇଯିବ। ମା ଚଢ଼େଇଟି ଘରକୁ ଫେରି ଆସିଲା ଆଉ ଶୋଇପଡ଼ିଲା। ପରଦିନ ସେ ଦେଖିଲା ତା ପୁରୁଣା ଭଙ୍ଗା ଘର ଜାଗାରେ ନୂଆ ଏକ ସୁନ୍ଦର ମଜବୁତ ଘର ଅଛି। ଏମିତି ଦେଖି ମା ଚଢ଼େଇଟି ବହୁତ ଖୁସି ହେଇଗଲା। ସେ ଛୁଆଙ୍କ ସହ ମଜବୁତ ଘରେ ରହିଲା। କିଛି ଦିନ ବିତିଗଲା। ଦିନେ ରାତିରେ ମା ଚଢ଼େଇଟି ଘର ବାହାରେ ବସିଥିଲା। ସେ ମନରେ ଚିନ୍ତା କଲା, ଏ ଜଙ୍ଗଲରେ ସମସ୍ତଙ୍କ ଘର ଏକା ଭଳି। ଯଦି ମୋ ଘର ଟିକେ ଦାମୀ ଆଉ ଅଲଗା ହେଇଥାନ୍ତା, କେତେ ଭଲ ହେଇଥାନ୍ତା। ସେ ଏମିତି ଚିନ୍ତା କରୁଥିବା ସମୟରେ ହଠାତ୍ ସେ ଚାଦର ପକ୍ଷୀ ପୁଣି ଥରେ ତା ପାଖକୁ ଆସିଲା। କ'ଣ ହେଲା ଛୋଟ ଚଢ଼େଇ? ତୁ ମନ ଦୁଃଖ କାହିଁକି କରିଛୁ? ସୁନ୍ଦର ପକ୍ଷୀ, ମୁଁ ଭାବୁଥିଲି ମୋ ଘରଟି ଯଦି ରୂପାର ହେଇଥାନ୍ତା, ସମସ୍ତଙ୍କଠୁ କେତେ ଅଲଗା ଲାଗନ୍ତା। ଓ, ଏଇ କଥା। ତତେ ରୂପାର ଘର ଦରକାର? ଠିକ୍ ଅଛି, ତୁ ଘରକୁ ଯା। କାଲି ସକାଳେ ତତେ ରୂପାର ଘର ମିଳିଯିବ। ଚଢ଼େଇ ଖୁସିରେ ତା ଘରକୁ ଯାଇ ଶୋଇପଡ଼ିଲା। ପରଦିନ ସେ ଉଠି ଦେଖିଲା ତା ପୁରୁଣା ଘର ବଦଳରେ ସୁନ୍ଦର ଏକ ରୂପାର ଘର ସେଠି ଅଛି। ଏମିତି ଦେଖି ଚଢ଼େଇର ଖୁସି କହିଲେ ନ ସରେ। ଧୀରେ ଧୀରେ ଜଙ୍ଗଲରେ ଏକଥା ପ୍ରଚାର ହେଇଗଲା। ସବୁ ଚଢ଼େଇ ରୂପାର ଘର ଦେଖିବା ପାଇଁ ମା ଚଢ଼େଇ ପାଖକୁ ଆସୁଥିଲେ ଆଉ ତାର ବହୁତ ପ୍ରଶଂସା କରୁଥିଲେ। ଦିନେ ରାତିରେ ମା ଚଢ଼େଇ ତା ରୂପାର ଘର ବାହାରେ ଛିଡ଼ା ହେଇ ମନରେ ଚିନ୍ତା କଲା, ଏ ଘର ଯଦି ରୂପାର ନ ହେଇ ସୁନାର ହେଇଥାନ୍ତା, କେତେ ଭଲ ହେଇଥାନ୍ତା। ଦୂର ଦୂର ଜଙ୍ଗଲରୁ ଚଢ଼େଇମାନେ ମୋ ଘରକୁ ଦେଖିବା ପାଇଁ ଆସନ୍ତେ। ଠିକ୍ ସେହି ସମୟରେ
ପୁଣି ଥରେ ସେ ଚାଦୁର ପକ୍ଷୀ ସେଠାକୁ ଆସିଲା। କ'ଣ ହେଲା ଚଢ଼େଇ? ତୁ ମୋତେ ରୂପାର ଘର ମାଗିଥିଲୁ, ମୁଁ ତତେ ଦେଇଛି, ପୁଣି ଥରେ କାହିଁକି ମନ ଦୁଃଖ କରିଛୁ? ନାଇଁ ମାନେ ମୁଁ କ'ଣ କହୁଥିଲି କି ଏ ଘର ଯଦି ରୂପାର ନ ହେଇ ସୁନାର ହେଇଥାନ୍ତା ବହୁତ ଭଲ ହେଇଥାନ୍ତା। ଆଚ୍ଛା, ତତେ ସୁନାର ଘର ଦରକାର? ହଉ, ତୁ ଏବେ ଘରକୁ ଯା, ସକାଳେ ତୁ ସୁନାର ଘର ପାଇଯିବୁ। ପରଦିନ ସକାଳେ ଚଢ଼େଇ ସୁନାର ଘର ଦେଖି ଖୁବ୍ ଖୁସି ହେଇଗଲା। ହେଲେ ଚଢ଼େଇ ଦିନକୁ ଦିନ ଲୋଭୀ ପାଲଟିଗଲା। ଦିନେ ସେ ପୁଣି ମନରେ ଚିନ୍ତା କଲା, ମୋ ପାଖରେ ଯଦି ଗୋଟିଏ ହୀରାର ଘର ଥାନ୍ତା କେତେ ଭଲ ହେଇଥାନ୍ତା। ସବୁ ଚଢ଼େଇ ମୋତେ ଜଙ୍ଗଲର ରାଣୀ କହିଥାନ୍ତି। ମୁଁ ଏ ଜଙ୍ଗଲର ରାଣୀ ହେଲେ ମଜା ଆସିଯିବ। ମୁଁ ଆଜି ରାତିରେ ପୁଣି ଥରେ ଚାଦୁର ଚଢ଼େଇକୁ ଡାକିବି ଆଉ ତାକୁ ମୋତେ ଜଙ୍ଗଲର ରାଣୀ କରିବାକୁ କହିବି। ଏମିତି ଚିନ୍ତା କରି ସେଦିନ ରାତିରେ ଚଢ଼େଇ ଚାଦୁର ପକ୍ଷୀକୁ ଡାକିଲା। ଚାଦୁର ପକ୍ଷୀ, ଚାଦୁର ପକ୍ଷୀ, ମୋ ପାଖକୁ ଆସ, ମୋତେ ତୁମର ସାହାଯ୍ୟ ଦରକାର। କ'ଣ ହେଲା ଚଢ଼େଇ? ତୁ ମୋତେ ପୁଣି କାହିଁକି ମନେ ପକେଇଲୁ? ତତେ ଆହୁରି କ'ଣ ଦରକାର? ଚାଦୁର ପକ୍ଷୀ, ମୁଁ ଏ ଜଙ୍ଗଲର ରାଣୀ ହେବାକୁ ଚାହୁଁଛି, ମୋତେ ଜଙ୍ଗଲର ରାଣୀ କରିଦିଅ। ନା, ତୁ ଏ ଜଙ୍ଗଲର ରାଣୀ ହେବାକୁ ଯୋଗ୍ୟ ନୁହଁ। ହେଲେ କ'ଣ ପାଇଁ? ମୁଁ ଏ ଜଙ୍ଗଲର ସବୁଠାରୁ ଧନୀ ଚଢ଼େଇ, ମୋ ପାଖରେ ଗୋଟେ ସୁନାର ଘର ଅଛି, ତାହେଲେ କ'ଣ ପାଇଁ ମୋତେ ଏ ଜଙ୍ଗଲର ରାଣୀ କରୁନ? କାହିଁକି ନା ତୁ ଏବେ ବହୁତ ଲୋଭୀ ପାଲଟି ଯାଇଛୁ। ତୋ ପାଖରେ ଭଲ ଘର ନଥିଲା ବୋଲି ତୁ କାନ୍ଦୁଥିଲୁ। ମୁଁ ତତେ ଏକ ମଜବୁତ ଘର ଦେଲି, ତାପରେ ତୁ ରୂପାର ଘର ଇଚ୍ଛା କଲୁ, ମୁଁ ତତେ ରୂପାର ଘର ବି ଦେଲି, ତଥାପି ତୋ ଲୋଭ କମିଲାନି। ତୁ ପୁଣି ସୁନାର ଘର ଇଚ୍ଛା କଲୁ, ମୁଁ ତତେ ତା ବି ଦେଲି। ହେଲେ ଏବେ ପୁଣି ଜଙ୍ଗଲର ରାଣୀ ହେବାକୁ ଇଚ୍ଛା କରୁଛୁ? ଏଇଟା ଅସମ୍ଭବ। ତୁ ଏ ସୁନାର ଘରକୁ ନେଇ ଯେଉଁ ଗର୍ବ କରୁଛୁ, କାଲି ତୁ ତାର ଶାସ୍ତି ପାଇବୁ। ଏମିତି କହି ଚାଦୁର ପକ୍ଷୀ ସେଠାରୁ ଚାଲିଗଲା। ପରଦିନ ସକାଳେ ଚଢ଼େଇ ଉଠି ଦେଖିଲା ତା ସୁନା ଘର ବଦଳରେ ସେଠି ତାର ପୁରୁଣା ଭଙ୍ଗା ଘର ଥିଲା। ଏସବୁ ଦେଖି ଚଢ଼େଇର ମନ ବହୁତ ଦୁଃଖ ହେଇଗଲା, ଆଉ ସେ ନିଜ ଭୁଲ ବୁଝିପାରିଲା। ମୁଁ ମୋ ଲୋଭ ପାଇଁ ସବୁ ପାଇବି, ଆଜି ମୋ ପାଖରେ କିଛି ନାହିଁ। ମୁଁ କେତେ ବଡ଼ ଭୁଲ କରିଦେଲି। ମୋ ଲୋଭର ଶାସ୍ତି ମୁଁ ପାଇଗଲି। ମୁଁ ଏବେ ଆଉ କେବେ ବି ଲୋଭ କରିବିନି। ଧନୀ ହେବାକୁ ମୋର ଆଉ ଇଚ୍ଛା ନାହିଁ। ଏଇ ଭଙ୍ଗା ଘରେ ମୁଁ ମୋ ଛୁଆଙ୍କୁ ନେଇ ରହିବି। ସେଦିନ ରାତିରେ ଚଢ଼େଇ ତା ସ୍ୱପ୍ନରେ ଚାଦୁର ପକ୍ଷୀକୁ ଦେଖିଲା। ଚଢ଼େଇ, ତୁ ତ ଭୁଲ ବୁଝିପାରିଲୁ, ସେଥିପାଇଁ ମୁଁ ତତେ କ୍ଷମା କରିଦେଇଛି। ପରଦିନ ସକାଳେ ଚଢ଼େଇ ଉଠି ଦେଖିଲା ତା ଭଙ୍ଗା ଘର ଜାଗାରେ ସୁନ୍ଦର ମଜବୁତ ଘର ଅଛି। ଚାଦୁର ପକ୍ଷୀ, ତୁମକୁ ବହୁତ ଧନ୍ୟବାଦ। ଏ ଘର ଦେଖି ମୁଁ ବୁଝିପାରିଲି ତୁମେ ମୋତେ କ୍ଷମା କରିଦେଇଛ। ମୁଁ ଆଉ କେବେ ବି ଲୋଭ କରିବିନି। ଆରେ ଆରେ, ସକାଳୁ ସକାଳୁ ମୋ ମୁହଁରେ ଏମିତି ପାଣି କାହିଁକି ଢାଳୁଛୁ? କ'ଣ ପାଇଁ ଆଉ? କାମକୁ ଯିବା ପାଇଁ। ଦିନ 10ଟା ବାଜିଲାଣି, ଏ ଯାଏଁ କାମକୁ ନ ଯାଇ ଶୋଇ ରହିଛ? ଜଲ୍ଦି ଜଲ୍ଦି କାମକୁ ଯାଅ। ହଁ, ମତେ ଭାରି ନିଦ ଲାଗୁଛି। ଆଜି କାମକୁ ଯିବା ପାଇଁ ଇଚ୍ଛା ହେଉନି। ମୁଁ ଆଜି କାମକୁ ଯିବିନି, ଘରେ ରହି ଆରାମ କରିବି। କାମକୁ ଯିବନି ତ? ତେବେ ଠିକ ଅଛି, ମୁଁ ବି ଆଉ ତୁମ ଘରେ ରହିବିନି। ତୁମ ପରି ଗୋଟେ ଗରିବ ଅଳସୁଆ ପକ୍ଷୀକୁ ବାହା ହେଇ ମୁଁ ବହୁତ ବଡ଼ ଭୁଲ କରିଦେଲି। ଏବେ ମୋର ଦୁଇ ଆଖି ଯୁଆଡ଼େ ବି ଦେଖାଯିବ ମୁଁ ସିଆଡ଼େ ଚାଲିଯିବି। ଆରେ ରହ ରହ, ତୁ କୁଆଡେ ବି ଯାନି। ତୁ ଯଦି ଘର ଛାଡି ଚାଲିଯିବୁ ତ ଭାଇମାନେ ମତେ ଛାଡିବେନି। ତାଠୁ ଭଲ ହେବ ମୁଁ ଏବେ ହିଁ କାମକୁ ଯିବି। ଆଚ୍ଛା, ତେବେ ଠିକ ଅଛି, ତୁମେ ଯଦି କାମକୁ ଯିବ ମୁଁ ଘର ଛାଡ଼ି କୁଆଡ଼େ ବି ଯିବିନି। ଯାଅ ଯାଅ, କାମକୁ ଯାଅ। ଆରେ ମା, ମୁଁ ଏବେ କାମ ଖୋଜିବାକୁ ଯାଉଛି। ତୁ ଏଇ ଘର ବାହାରେ ଖେଳୁଥିବୁ, ଏକୁଟିଆ ବେଶୀ ଦୂରକୁ ଯିବୁନି। ମା ମା, ଆଜି ତୁମେ କାମରୁ ଫେରିବା ସମୟରେ ମୋ ପାଇଁ ଗୋଟେ କଣ୍ଢେଇ ଆଣିଦେବ? ମୋର କେହି ବି ସାଙ୍ଗ ନାହାନ୍ତି। ତୁମେ ମତେ କଣ୍ଢେଇ ଆଣିଦେଲେ ମୁଁ ସେ କଣ୍ଢେଇ ସାଙ୍ଗରେ ଖେଳନ୍ତି। ମାରି, ମୁଁ ଏଯାଏଁ କାମ ପାଇନି। ମୁଁ ଯଦି କାମ ପାଏ ତୋ ପାଇଁ କଣ୍ଢେଇ ଆଣିଦେବି। ତୁ ଏବେ ମନ ଦୁଃଖ କରିବୁନି। ନା ନା ମା, ମୁଁ ଜମା ବି ମନ ଦୁଃଖ କରିବିନି। ମୁଁ ଜାଣେ ତୁମେ ଘର ଚଳେଇବା ପାଇଁ ଅନେକ କଷ୍ଟ କରୁଛ। ତୁମେ ଚିନ୍ତା ନ କରି କାମ ଖୋଜିବାକୁ ଯାଅ। ତାପରେ ଚଢ଼େଇ କାମ ଖୋଜିବାକୁ ଗଲା। ସେପଟେ କାଉ ଚିଲ ଜମିରେ ପହଞ୍ଚିଲା। ସେ ଚିଲ ଜମିରେ କାମ କରୁଥିଲା। ସେତେବେଳେ ସେ ଚଢ଼େଇକୁ ଦେଖିଲା।
ମତେ ଆଜି ଜମି ଚାଷ କରିବାକୁ ଜମା ଇଚ୍ଛା ହେଉନି। ଏଇ ତ ଆଗରେ ଚଢ଼େଇ ଯାଉଛି। ମୋ ପାଖରେ 2ଟି ମିଠା ଫଳ ଅଛି। ମୁଁ ଚଢ଼େଇକୁ 2ଟି ମିଠା ଫଳ ଦେଇ ମୋ କାମ କରିନିଏ। ଆରେ ଚଢ଼େଇ, ତୁ କାମ ଖୋଜିବାକୁ ଯାଉଛୁ କି? ହଁ କାଉ ଭାଇ, ଅନେକ ଦିନ ହେଲାଣି ମୁଁ କାମ ଖୋଜୁଛି, ହେଲେ କୋଉଠି ବି କାମ ପାଉନି। ଆଜି ବି ମୁଁ କାମ ଖୋଜିବାକୁ ଯାଇଥିଲି, ହେଲେ କୋଉଠି ବି ପାଇଲିନି। ଚଢ଼େଇ, ମୋ ପାଖରେ ଗୋଟେ କାମ ଅଛି। ତୁ ଯଦି ସେ କାମ କରିବୁ, ମୁଁ ତତେ କିଛି ପାରିଶ୍ରମିକ ଦେବି। ଆଚ୍ଛା ଠିକ ଅଛି କାଉ ଭାଇ, କୁହ ମୁଁ କଣ କରିବି? ବେଶୀ ନହେଲେ ବି ମତେ ଏତିକି ଟଙ୍କା ଦେବ ଯେତିକି ଟଙ୍କାରେ ମୁଁ ଗୋଟେ କଣ୍ଢେଇ କିଣିପାରିବି। ମୋ ଝିଅ ଅନେକ ଦିନ ହେଲାଣି ମତେ କଣ୍ଢେଇ ଆଣିବାକୁ କହିଥିଲା। ଆଜି ମୁଁ ତା ପାଇଁ ଗୋଟେ କଣ୍ଢେଇ କିଣିବାକୁ ଚାହୁଁଛି। କାଉ ଚଢ଼େଇକୁ କାମ ବୁଝେଇଦେଲା। ତାପରେ ମା ଚଢ଼େଇ ଜମି ଚାଷ ଆରମ୍ଭ କଲା। ସେତେବେଳେ ଏଇ କଣ, ମୋ କୋଦାଳରେ କଣ ଗୋଟେ ବାଜିଲା? ମୁଁ ମାଟି ଖୋଳିକି ଦେଖେ। ଚଢ଼େଇ ମାଟି ଖୋଳିଲା। ମାଟି ଭିତରୁ ଗୋଟେ ମାଟି ହାଣ୍ଡି ବାହାରିଲା। ଏଇଟା ତ ଗୋଟେ ମାଟି ହାଣ୍ଡି। ଏଇ ଜମିରେ ଏମିତି ମାଟି ହାଣ୍ଡି କିଏ ପୋତିଥିଲା? ନା ନା, ଏ ମାଟି ହାଣ୍ଡିକୁ ଖୋଲିବା ଠିକ ହେବନି। ଏ ଜମି ମୋର ନୁହଁ। ମୁଁ ଏ ମାଟି ହାଣ୍ଡି କାଉ ଭାଇଙ୍କୁ ଦେଇଦିଏ। ତାପରେ ଚଢ଼େଇ ସେ ମାଟି ହାଣ୍ଡି କାଉକୁ ଦେଲା, ଆଉ ତାକୁ ସବୁ ଘଟଣା କହିଲା। ଭଲ କରିଛୁ ଚଢ଼େଇ, ଏ ମାଟି ହାଣ୍ଡିକୁ ଖୋଲିନୁ। ତୁ ଏବେ ଯା କାମ କରିବୁ। ମୁଁ ଏ ମାଟି ହାଣ୍ଡିକୁ ତା ସଠିକ ମାଲିକ ପାଖରେ ପହଞ୍ଚେଇ ଦେବି। ହା ହା ହା, ଚଢ଼େଇ କେତେ ବୋକା, ନିଜେ ନ ଖୋଲି ମତେ ମାଟି ହାଣ୍ଡି ଆଣିଦେଲା। ମୁଁ ଶୁଣିଛି ଏମିତି ମାଟି ହାଣ୍ଡିରେ ଗୁପ୍ତଧନ ଥାଏ। ମୁଁ ଏବେ ମାଟି ହାଣ୍ଡି କାହାକୁ ବି ଦେବିନି। ସବୁ ଗୁପ୍ତଧନ ମୁଁ ନିଜେ ରଖିବି, ଆଉ ଅନେକ ଧନୀ ହେଇଯିବି। ଏମିତି ଚିନ୍ତା କରି କାଉ ସେ ମାଟି ହାଣ୍ଡିକୁ ଖୋଲିଲା, ଆଉ ଦେଖିଲା ମାଟି ହାଣ୍ଡି ଭିତରେ ଗୋଟେ କଣ୍ଢେଇ ଅଛି। ଏ କଣ? ଏଇଟା ତ ଗୋଟେ ସାଧାରଣ କଣ୍ଢେଇ। ଭାବିଥିଲି କଣ, ଆଉ ବାହାରିଲା କଣ? ମୋର ସବୁ ଆଶା ମାଟିରେ ମିଶିଗଲା। ଏ କଣ୍ଢେଇ ନେଇ ମୁଁ ଏବେ କଣ କରିବି? ଯାଏ ଏ କଣ୍ଢେଇକୁ ଫିଙ୍ଗି ଦେଇ ଆସେ। ଆରେ ନା ନା, ମୁଁ ଏ କଣ୍ଢେଇକୁ ଫିଙ୍ଗିବିନି। ଚଢ଼େଇ ତ କହୁଥିଲା କଣ୍ଢେଇ କିଣିବ। ମୁଁ ଗୋଟେ କାମ କରେ, ତାକୁ ଏ କଣ୍ଢେଇ ଦେଇଦିଏ। ସେମିତିରେ ମତେ ଆଉ କିଛି ବି ଚଢ଼େଇକୁ ଦେବା ପାଇଁ ପଡ଼ିବନି। କାଉ ଭାଇ, ମୁଁ ପୁରା ଜମିକୁ ଚାଷ କରିଦେଲି। ଏବେ ମୁଁ ଘରକୁ ଯିବି। ମତେ ମୋ ପାରିଶ୍ରମିକ ଦିଅ। ଆରେ ଚଢ଼େଇ, ଏବେ ମୋ ପାଖରେ କିଛି ଟଙ୍କା ନାହିଁ, ହେଲେ ତ ଦରକାରୀର ଗୋଟେ ଜିନିଷ ଅଛି। ଚଢ଼େଇ, ତୁ ଏ କଣ୍ଢେଇ ନେଇଯା। ମୁଁ ଏ କଣ୍ଢେଇକୁ ଅନେକ ଟଙ୍କା ଦେଇ କିଣିଛି। ତୁ ଏ କଣ୍ଢେଇ ନେଇ ତ ଝିଅକୁ ଦେ, ସେ ଖୁସି ହେଇଯିବ। କଣ୍ଢେଇଟା ଅନେକ ସୁନ୍ଦର ହେଇଛି। ସତରେ ମୋ ଝିଅ ଏଇ କଣ୍ଢେଇକୁ ଦେଖିଲେ ଅନେକ ଖୁସି ହେଇଯିବ। ଆଚ୍ଛା ଠିକ ଅଛି କାଉ ଭାଇ, ମୋ ପାରିଶ୍ରମିକ ବଦଳରେ ମତେ ଏଇ କଣ୍ଢେଇଟି ଦେଇଦିଅ। ଏମିତି ମା ଚଢ଼େଇ ସେ କଣ୍ଢେଇକୁ ନେଇ ତା ଘରକୁ ଗଲା, ଆଉ ତାର ଝିଅକୁ ଦେଲା। ମା, ମୋ ପାଇଁ କଣ୍ଢେଇ ଆଣିଛ? କଣ୍ଢେଇଟା ବହୁତ ସୁନ୍ଦର ହେଇଛି। ମତେ ଆଜି ବହୁତ ଖୁସି ଲାଗୁଛି ମା। ଚଢ଼େଇ ଛୁଆ ଏପରି କହି କହି ଅନେକ ଖୁସି ହେଉଥିଲା। ହଠାତ୍ ସେହି ସମୟରେ କଣ୍ଢେଇ ଆଖି ଖୋଲିଲା, ଆଉ କଥା କହିଲା। ଏ କଣ? ମୁଁ ଆକାଶକୁ ଦେଖିପାରୁଛି। ତା ମାନେ ମୁଁ ମାଟି ହାଣ୍ଡିରୁ ମୁକ୍ତ ହେଇଯାଇଛି। ମତେ ତ ଗୋଟେ ଚଢ଼େଇ ଛୁଆ ଧରିଛି। ଏ ଚଢ଼େଇ ଛୁଆ, ମତେ ଟିକେ ସାହାଯ୍ୟ କର। ମା ମା, ଦେଖ, ଏ କଣ୍ଢେଇ କଥା କହୁଛି। ହଁ ରେ ମା, ମୁଁ ବି ଶୁଣି ପାରୁଛି। ଏ କେମିତିକା କଣ୍ଢେଇ କାଉ ଭାଇ ମତେ ଦେଲେ? ନିଶ୍ଚୟ ଏ କଣ୍ଢେଇ ଭିତରେ ଭୂତ ଅଛି। ମାରି ଶୀଘ୍ର ସେ କଣ୍ଢେଇକୁ ଦୂରକୁ ଫିଙ୍ଗି ଦେ। ନା ନା ଚଢ଼େଇ, ମୁଁ ଭୂତ ନୁହଁ, ମୁଁ ଜଣେ ପରୀ। ମୁଁ ଏ କଣ୍ଢେଇରେ ବନ୍ଦୀ ହେଇ ଅଛି। ଦୟାକରି ମତେ ସାହାଯ୍ୟ କର। କଣ ହେଲା? ତୁମେ ଜଣେ ପରୀ, ହେଲେ ତୁମେ ଏ କଣ୍ଢେଇରେ ବନ୍ଦୀ କେମିତି ହେଲ? ଗୋଟେ ଦୁଷ୍ଟ ଯାଦୁଗର ମତେ କଣ୍ଢେଇରେ ବନ୍ଦୀ କରି ଏକ ମାଟି ହାଣ୍ଡିରେ ରଖିଦେଲା, ଆଉ ତାପରେ ସେ ମାଟି ହାଣ୍ଡିକୁ ମାଟି ତଳେ ପୋତିଦେଲା। ମୁଁ ଜାଣିନି ମୁଁ କେମିତି ମୁକ୍ତ ହେଲି। ହେଲେ ଚଢ଼େଇ, ମତେ ସାହାଯ୍ୟ କର। ତମେ ମାନେ ଯଦି ମତେ ସାହାଯ୍ୟ ନ କରିବ, ମୁଁ ସାରା ଜୀବନ ଏମିତି କଣ୍ଢେଇରେ ବନ୍ଦୀ ହେଇ ରହିବି। ହଁ, ମୋର ମନେ ପଡ଼ିଲା। ମୁଁ ଆଜି ଜମି ଚାଷ କଲା ସମୟରେ ଗୋଟେ ମାଟି ହାଣ୍ଡି ପାଇଥିଲି।
ମୁଁ ସେ ମାଟିହାଣ୍ଡି କାଉ ଭାଇଙ୍କୁ ଦେଇଥିଲି। ତୁମେ ନିଶ୍ଚୟ ସେଇ ମାଟିହାଣ୍ଡି ଭିତରେ ଥିଲ। କାଉ ଭାଇ ମତେ ମୋ ପାରିଶ୍ରମିକ ନ ଦେଇ ଏଇ କଣ୍ଢେଇ ଦେଇଥିଲେ। ପରି ମତେ କୁହ, ତୁମେ କେମିତି ଏଇ କଣ୍ଢେଇରୁ ମୁକ୍ତ ହେବ? ମୋ ଦ୍ୱାରା ସମ୍ଭବ ହେଲେ ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ଏ ଜଙ୍ଗଲର ପୂର୍ବ ଦିଗରେ ଗଲେ ତୁ ଗୋଟେ ନୀଳ ପର୍ବତ ପାଇବୁ। ସେଇ ନୀଳ ପର୍ବତରେ ଗୋଟେ ସୁନ୍ଦର ରଙ୍ଗ ବେରଙ୍ଗର ଫୁଲ ଗଛ ଅଛି। ସେଇ ଗଛର ଯାଦୁର ଫୁଲ ଆଣି କଣ୍ଢେଇରେ ଛୁଇଁଲେ ମୁଁ ଏଇ କଣ୍ଢେଇରୁ ମୁକ୍ତ ହେଇଯିବି। ଆଚ୍ଛା ତେବେ ଠିକ ଅଛି ପରି, ଆଜି ତ ସନ୍ଧ୍ୟା ହେଇଗଲାଣି, ସକାଳ ହେଉ ମୁଁ ନୀଳ ପର୍ବତକୁ ଯିବି। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ ଚଢ଼େଇ ନୀଳ ପର୍ବତକୁ ଗଲା। କିଛି ସମୟ ଖୋଜିଲା ପରେ ସେ ସେଇ ଫୁଲ ଗଛକୁ ବି ପାଇଗଲା। ଲାଗୁଛି ଏଇ ସେଇ ଫୁଲ ଗଛ, କିନ୍ତୁ ମୁଁ ଏବେ ଜାଣିବି କେମିତି କୋଉ ଫୁଲ ଯାଦୁର, କୋଉ ଫୁଲ ନେଲେ ପରି କଣ୍ଢେଇରୁ ମୁକ୍ତ ହେବେ? ଏଇ ଚଢ଼େଇ, ତୁ ଆମ ଚାରି ପାଖରେ ଏମିତି ବୁଲୁଛୁ କାହିଁକି? କଣ ଦରକାର ତତେ? ଫୁଲ ଗଛ, ମତେ ତୁମର ଗୋଟେ ଯାଦୁର ଫୁଲ ଦରକାର। ମୁଁ ସେ ଫୁଲ ନେଇ ଜଣକୁ ସାହାଯ୍ୟ କରିବି। ଏମିତି ଚଢ଼େଇ ଫୁଲ ଗଛକୁ ପରୀର ସବୁ କଥା କହିଲା। ଚଢ଼େଇ, ତୁ ଗୋଟେ ଭଲ କାମ ପାଇଁ ମୋ ପାଖକୁ ଆସିଛୁ। ମୁଁ ତତେ ମୋ ଯାଦୁର ଫୁଲ ଦେବି, କିନ୍ତୁ ଚଢ଼େଇ ତତେ ମୋର ଗୋଟିଏ ପରୀକ୍ଷା ଦେବାକୁ ପଡ଼ିବ। କଣ ପରୀକ୍ଷା ଦେବାକୁ ପଡ଼ିବ ଗଛ? ବୁଦ୍ଧିର ପରୀକ୍ଷା। ମୁଁ ତତେ ଗୋଟେ ପ୍ରଶ୍ନ ପଚାରିବି, ତୁ ଯଦି ମତେ ସଠିକ ଉତ୍ତର ଦେବୁ ତାହେଲେ ଯାଇ ତୁ ମୋ ଯାଦୁର ଫୁଲ ପାଇପାରିବୁ। ଏବେ କହ ଚଢ଼େଇ, ତୁ ମୋ ପରୀକ୍ଷା ଦେବାକୁ ରାଜି ତ? ହଁ, ମୁଁ ପରୀକ୍ଷା ଦେବାକୁ ରାଜି। ତୁମେ ମତେ ପ୍ରଶ୍ନ ପଚାର। ଆଚ୍ଛା ଠିକ ଅଛି, ଏବେ କହିଲୁ, ଆମେ କୌଣସି ଜାଗାକୁ ଯିବାକୁ ଚାହିଁଲେ ସବା ପ୍ରଥମେ ଆମର କଣ ଜିନିଷ ସେଠାରେ ପହଞ୍ଚିଥାଏ? ଆମେ କୌଣସି ଜାଗାକୁ ଯିବାକୁ ଚାହିଁଲେ ସବା ପ୍ରଥମେ ଆମର ମନ ସେଠାରେ ପହଞ୍ଚିଥାଏ। ତୁ ସଠିକ ଉତ୍ତର ଦେଇଛୁ ଚଢ଼େଇ। ଏବେ ତୁ ମୋର ଗୋଟେ ଯାଦୁର ଫୁଲ ନେଇପାରିବୁ। ଏଇ ନେ। ଗଛ ଚଢ଼େଇକୁ ଯାଦୁର ଫୁଲ ଦେଲା। ଚଢ଼େଇ ସେ ଫୁଲ ଧରି ଖୁସି ମନରେ ଘରକୁ ଗଲା। ମା, ତୁମେ ଆସିଗଲ? ହଁ ରେ ମା, ମୁଁ ଆସିଗଲି। ସାଙ୍ଗରେ ଯାଦୁର ଫୁଲ ବି ଆଣିଛି। ମୁଁ ଏବେ ଏଇ କଣ୍ଢେଇକୁ ଯାଦୁର ଫୁଲ ଦିଏ। ଚଢ଼େଇ ଯେମିତି କଣ୍ଢେଇକୁ ସେ ଯାଦୁର ଫୁଲ ଦେଲା, କଣ୍ଢେଇ ଭିତରୁ ପରି ବାହାରି ଆସିଲା। ଆଜି ମୁଁ ମୁକ୍ତ ହେଇଗଲି। ମୁଁ ଆଜି ଅନେକ ଖୁସି। ଚଢ଼େଇ, ତୁ ବହୁତ ଭଲ। ତୋ ପାଇଁ ମୁଁ ଆଜି ମୁକ୍ତ ହେଇପାରିଲି। ତତେ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ତତେ କଣ ଉପହାର ଦରକାର କହ, ତୁ ଯାହା କହିବୁ ମୁଁ ତତେ ସବୁ ଦେବି। ନା ନା ପରି, ମୋର କିଛି ବି ଉପହାର ଦରକାର ନାହିଁ। ତୁମକୁ ସାହାଯ୍ୟ କରିପାରି ମୁଁ ଅନେକ ଖୁସି। ଆରେ ସେମିତି କହିଲେ କେମିତି ହେବ? ତୁ ମୋର ଏତେ ବଡ଼ ଉପକାର କରିଛୁ, ମୁଁ ତତେ କିଛି ଉପହାର ଦେବାକୁ ଚାହୁଁଛି। ଏଇ ନେ। ଏ ସୁନା ମୁଦ୍ରାର ଥଳି ଆଜିଠୁ ତୋର ଚଢ଼େଇ। ଯେତେବେଳେ ବି କିଛି ବିପଦରେ ପଡ଼ିବୁ ମତେ ମନେ ପକେଇବୁ, ମୁଁ ନିଶ୍ଚୟ ଆସିବି। ଠିକ ଅଛି ପରି, ତୁମକୁ ବି ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ଉପହାର ଦେଇଥିବାରୁ। ଏବେ ମୁଁ ଯାଉଛି ଚଢ଼େଇ, ତମେ ମାନେ ଭଲରେ ରୁହ। ମା, ପରୀଙ୍କ ଦେବା ଉପହାରରେ ଏବେ ଆମର ଆଉ କିଛି ବି ଅଭାବ ରହିବନି। ଆମେ ଆଜିଠୁ ଖୁସିରେ ରହିବା ନା ମା? ହଁ, ତୁ ଠିକ କହିଲୁ ରେ ମା। ଏମିତି ସେମାନେ ଖୁସିରେ ଥିଲେ। ଏ ସବୁ ଘଟଣା ଦୂରରୁ କାଉ ଦେଖୁଥିଲା। ଏ ହେ, ସେଦିନ ମୁଁ ଚଢ଼େଇକୁ ଏ କଣ୍ଢେଇ ଦେଇ କେତେ ବଡ଼ ଭୁଲ କରିଦେଲି। ମୁଁ ଯଦି ସେ କଣ୍ଢେଇ ରଖିଥାନ୍ତି, ଏ ସୁନାର ଥଳି ମୁଁ ଆଜି ପାଇଥାନ୍ତି। ଏ ସୁନାର ଥଳି ଉପରେ କେବଳ ମୋର ଅଧିକାର ଅଛି। ଆଜି ରାତି ମୁଁ ଚଢ଼େଇର ଏ ସୁନା ଥଳିକୁ ଚୋରି କରି ନେଇ ଆସିବି। କାଉ ରାତି ହେବା ଯାଏଁ ଅପେକ୍ଷା କଲା। ରାତି ହେବା ପରେ ଚଢ଼େଇର ଘରକୁ ଗଲା, ଆଉ ତାର ସୁନା ଥଳିକୁ ଚୋରି କରି ନେଇ ଆସିଲା। ଭାରି ନିଦ ଲାଗିଲାଣି। ଏବେ ମୁଁ ଏ ସୁନାର ଥଳିକୁ କୋଉଠି ଲୁଚେଇବି? ଏଇ ଭଙ୍ଗା ହାଣ୍ଡିରେ ରଖିଦେଇଥାଏ। ସକାଳେ ମୁଁ ସବୁ ସୁନା ବିକ୍ରି କରିଦେବି। ଏମିତି ଚିନ୍ତା କରି କାଉ ସେ ଭଙ୍ଗା ହାଣ୍ଡିରେ ସୁନା ଥଳିକୁ ରଖି ଶୋଇ ପଡ଼ିଲା। ପରଦିନ ସକାଳେ ନିଜ ଘରେ ପୁରୁଣା ଜିନିଷ ଥିଲେ ତାକୁ ବିକ୍ରି କରି 20 ଟଙ୍କା ପାଆନ୍ତୁ। ଆଣନ୍ତୁ ଆଣନ୍ତୁ, ନିଜ ପୁରୁଣା ଜିନିଷ ବିକ୍ରି କରି ଟଙ୍କା ନେଇଯାଆନ୍ତୁ। ଆରେ ମିଟୁ ଭାଇ, ଟିକେ ରୁହ। ମୋ ପାଖରେ ଗୋଟେ ପୁରୁଣା ହାଣ୍ଡି ଅଛି, ତାକୁ ନେଇଯାଅ। ଫିଙ୍ଗିବା ଅପେକ୍ଷା
ସେ ହାଣ୍ଡିକୁ ବିକ୍ରି କରି 20 ଟଙ୍କା ତ ପାଇଯିବି। କାଉର ସ୍ତ୍ରୀ ସେ ଭଙ୍ଗା ପୁରୁଣା ହାଣ୍ଡିକୁ ବିକ୍ରି କରି 20 ଟଙ୍କା ପାଇଲା। ମିଟୁ ସେସବୁ ଧରି ସେଠାରୁ ଚାଲିଗଲା। ଏ କଣ ତୁ 20 ଟଙ୍କା ସକାଳୁ ସକାଳୁ କୋଉଠୁ ପାଇଲୁ? ଘରେ ଯୋଉ ପୁରୁଣା ହାଣ୍ଡି ଥିଲା ମୁଁ ତାକୁ ବିକ୍ରି କରି ଏ 20 ଟଙ୍କା ପାଇଲି। ତୁ ଏ କଣ ସର୍ବନାଶ କରିଦେଲୁ। ଏବେ ମୁଁ ବୁଝିଲି ଅନ୍ୟର କ୍ଷତି କରି କେବେ କେହି ଖୁସିରେ ରହିପାରେନି। ଏ କଣ ମୋ ଝୁଡି ଏତେ ଓଜନିଆ କାହିଁକି ଲାଗୁଛି? ଏ ପୁରୁଣା ହାଣ୍ଡି କିଣିଲା ପରଠୁ ହିଁ ଏମିତି ଓଜନିଆ ହେଇଯାଇଛି। ନିଶ୍ଚୟ ଏ ପୁରୁଣା ହାଣ୍ଡିରେ କିଛି ମଇଳା ଜିନିଷ ଅଛି। ମୁଁ ନ ଦେଖିକି ଆଣି ଆସିଲି, ଏବେ ତାକୁ ଫିଙ୍ଗି ଦିଏ। ଏମିତି ଚିନ୍ତା କରି ମିଟୁ ସେ ପୁରୁଣା ହାଣ୍ଡିକୁ ଖୋଲି ସେଥିରେ ଥିବା ସୁନା ଥଳିକୁ ମଇଳା ଭାବି ଫିଙ୍ଗିଦେଲା ଆଉ ସେଠାରୁ ଚାଲିଗଲା। ସେତେବେଳେ ସେ ରାସ୍ତାରେ ଚଢ଼େଇ ଛୁଆ ଯାଉଥିଲା। ଏ କଣ ଏଇଟା ତ ପରି ଦେଇଥିବା ସୁନା ଥଳି। କାଲି ରାତି ଆମ ଘରୁ ଚୋରି ହେଇଯାଇଥିଲା। ନିଶ୍ଚୟ ଚୋର ଏ ଥଳିକୁ ଭୁଲରେ ଏଠି ପକେଇ ଚାଲି ଯାଇଛି। ଭଲ ହେଲା, ସୁନା ଥଳି ମତେ ମିଳିଗଲା। ତାପରେ ଚଢ଼େଇ ଛୁଆ ସୁନା ଥଳି ଧରି ଘରକୁ ଗଲା ଆଉ ତାର ମାକୁ ସବୁ ଘଟଣା କହିଲା। ଏମିତି ଚଢ଼େଇ ମାନେ ପୁଣି ଥରେ ପରୀର ଉପହାରକୁ ପାଇଗଲେ।